ଏକ ଘଞ୍ଚ ଜଙ୍ଗଲରେ ଗୋटे କାଉ ସିଙ୍ଗଡ଼ା ଦୋକାନ ଦେଇଥିଲା। ଆଖପାଖରେ ଆଉ ଦୋକାନ ନଥିବାରୁ ସବୁ ଚଢ଼େଇ କାଉ ପାଖରୁ ହିଁ ସିଙ୍ଗଡ଼ା କିଣି ଖାଉଥିଲେ। ଆରେ କାଉ ଭଉଣୀ, 2ଟା ସିଙ୍ଗଡ଼ା ଦେଲ, ଏଇ ନିଅ 10 ଟଙ୍କା। ସକାଳୁ ମୋ ପୁଅ ସିଙ୍ଗଡ଼ା ଖାଇବାକୁ ଜିଦ୍ କରି ବସିଛି। ଏବେ ଆଉ ସିଙ୍ଗଡ଼ା 5 ଟଙ୍କାରେ ମିଳୁନି। 2ଟା ସିଙ୍ଗଡ଼ା ଯଦି ନେବ ମୋତେ 20 ଟଙ୍କା ଦିଅ। ଏ କ'ଣ କହୁଛ କାଉ ଭଉଣୀ? ତା ମାନେ ଗୋଟେ ସିଙ୍ଗଡ଼ାର ଦାମ 10 ଟଙ୍କା? ଗତକାଲି ତ ମୁଁ ତୁମ ପାଖରୁ 10 ଟଙ୍କାରେ 2ଟା ସିଙ୍ଗଡ଼ା ନେଇଥିଲି। ରାତି ଭିତରେ ଆହୁରି 10 ଟଙ୍କା ବଢ଼େଇଦେଲ। ତୁମେ ତ ଜାଣ ଆମେ ସବୁ ଗରିବ ଚଢ଼େଇ, ଏତେ ଦାମ ଦେଇ ସିଙ୍ଗଡ଼ା ଖାଇବା କ'ଣ ସମ୍ଭବ? ଦେଖ ମିଟୁ ଭଉଣୀ, ଆଜିକାଲି ସିଙ୍ଗଡ଼ା ବନେଇବା ସାମଗ୍ରୀର ଦାମ ବହୁତ ବଢ଼ିଗଲାଣି। ଏତେ କମ୍ ଟଙ୍କାରେ ବିକ୍ରି କଲେ ମୋର କ୍ଷତି ହେବ। ମୁଁ ଯଦି ଲାଭ ନ କରିବି ସିଙ୍ଗଡ଼ା ବିକ୍ରି କରିବି କାହିଁକି କହିଲ? ଓ ଆଚ୍ଛା, ଏମିତି କଥା। ହଉ, ମୋତେ ଗୋଟେ ସିଙ୍ଗଡ଼ା ଦିଅ, ଆଉ ଏଇ ନିଅ 10 ଟଙ୍କା। ଏ ବୋକି ମିଟୁ କିଛି ବି ବୁଝିପାରିଲାନି। ମୁଁ ତାକୁ ଠକି ଅଧିକ ଦାମରେ ସିଙ୍ଗଡ଼ା ବିକ୍ରି କରିଛି। ଭଲ ହେଇଛି, ଏବେ ମୁଁ ଏମିତି ଚଢ଼େଇମାନଙ୍କୁ ଠକି ଅଧିକ ଦାମରେ ସିଙ୍ଗଡ଼ା ବିକ୍ରି କରିବି, ଆଉ ଅନେକ ଟଙ୍କା ରୋଜଗାର କରିବି। କାଉ ଥିଲା ବହୁତ ଲୋଭୀ। ଏମିତି ସେ ଚଢ଼େଇମାନଙ୍କୁ ଠକି ପ୍ରତ୍ୟେକ ଦିନ ସିଙ୍ଗଡ଼ାର ଦାମ ବଢ଼ାଉଥିଲା, ଯାହାଦ୍ୱାରା ଗରିବ ଚଢ଼େଇମାନେ ସିଙ୍ଗଡ଼ା କିଣି ଖାଇପାରୁନଥିଲେ। ଆଣ୍ଟି, ମୋତେ ଗୋଟେ ସିଙ୍ଗଡ଼ା ଦିଅ ନା, ଆଜି ମୋର ସିଙ୍ଗଡ଼ା ଖାଇବାକୁ ଭାରି ଇଚ୍ଛା ହେଉଛି। ସିଙ୍ଗଡ଼ା କିଣିବାକୁ ଆସିଛୁ? ଟଙ୍କା ଆଣିଛୁ ତ? ଏବେ ମୋର ଗୋଟେ ସିଙ୍ଗଡ଼ାର ଦାମ 20 ଟଙ୍କା। 20 ଟଙ୍କା ଦେ, ଆଉ ସିଙ୍ଗଡ଼ା ନେଇଯା। ଏତେ ଟଙ୍କା ତ ମୋ ପାଖରେ ନାହିଁ ଆଣ୍ଟି, ମୋ ପାଖରେ 1 ଟଙ୍କା ଅଛି। ଏଇ 1 ଟଙ୍କା ନେଇ ମୋତେ ଗୋଟେ ସିଙ୍ଗଡ଼ା ଦିଅ ନା। ଟଙ୍କା ଆଣିନି, ଆଉ ସିଙ୍ଗଡ଼ା ଖାଇବାକୁ ଚାଲି ଆସିଲା। ମୁଁ ଏଠି ଟଙ୍କେ 2 ଟଙ୍କିଆ ସିଙ୍ଗଡ଼ା ବିକିନି, ବୁଝିଲୁ? ଯା, ଆଗ ଘରୁ ଟଙ୍କା ମାଗିକି ଆଣିବୁ, ତାପରେ ଯାଇ ମୁଁ ତତେ ସିଙ୍ଗଡ଼ା ଦେବି। ଓହୋ, ଏତେ ଦିନ ପରେ ନିଜ ଜଙ୍ଗଲକୁ ଫେରି ବହୁତ ଶାନ୍ତି ଲାଗୁଛି। ସହରରେ ରହି ରହି ମୋ ନିଶ୍ୱାସ ବନ୍ଦ ହେଇଗଲା ପରି ଲାଗୁଥିଲା। ଜଙ୍ଗଲର ଥଣ୍ଡା ପରିବେଶରେ ଜୀବନଟା ଫେରି ଆସିଗଲା ପରି ଲାଗୁଛି। ମା, ଦେଖ, ଆଗରେ ଗୋଟେ ସିଙ୍ଗଡ଼ା ଦୋକାନ ଅଛି। ଚାଲ ନା ମା, ସେ ଦୋକାନକୁ ଯିବା। କେତେ ଦିନରୁ ମୁଁ ସିଙ୍ଗଡ଼ା ଖାଇନି। ମା, ତୁମେ ତ ଜାଣିଛ ମୋତେ ସିଙ୍ଗଡ଼ା ଖାଇବାକୁ ବହୁତ ଭଲ ଲାଗେ। ହଁ ହଁ, ଜାଣିଛି ତତେ ସିଙ୍ଗଡ଼ା ଖାଇବାକୁ କେତେ ଭଲ ଲାଗେ। ଚାଲେ, ସିଙ୍ଗଡ଼ା ନ ଖାଇଲା ଯାଏ ତୁ କ'ଣ ରହିପାରିବୁ? ସହରରୁ ଆସିଥିବା ମା ଚଢ଼େଇ ତାର ଛୁଆକୁ ଧରି କାଉର ସିଙ୍ଗଡ଼ା ଦୋକାନକୁ ଗଲା। କାଉ ଭଉଣୀ, ମୋ ଝିଅକୁ 2ଟା ସିଙ୍ଗଡ଼ା ଦିଅନ୍ତୁ ନା। ଏଇ ନିଅନ୍ତୁ ସିଙ୍ଗଡ଼ା। ଆପଣମାନେ ବୋଧେ ନୂଆ ଆସିଛନ୍ତି ଏ ଜଙ୍ଗଲକୁ? ମୁଁ ଆପଣମାନଙ୍କୁ ତ ଆଗରୁ ଏଇ ଜଙ୍ଗଲରେ ଦେଖିନି। ହଁ, ଆପଣ ଠିକ୍ କହିଲେ। ଆଗରୁ ଆମେ ଏଇ ଜଙ୍ଗଲରେ ରହୁଥିଲୁ। ମୋ ସ୍ୱାମୀ ସହରରେ ଚାକିରି କଲା ପରେ ଆମେ ସମସ୍ତେ ସେଠାକୁ ଚାଲି ଯାଇଛୁ। ବେଳେ ବେଳେ ଏଇ ଜଙ୍ଗଲକୁ ଆମେ ବୁଲିବା ପାଇଁ ଆସୁ। କାଉ ଭଉଣୀ, ସିଙ୍ଗଡ଼ାର ଦାମ କେତେ ଦେବି କୁହନ୍ତୁ ତ? ଗୋଟେ ସିଙ୍ଗଡ଼ାର ଦାମ 20 ଟଙ୍କା। ତାହେଲେ ଆପଣଙ୍କର ହେଲା ଟୋଟାଲ 40 ଟଙ୍କା। କ'ଣ କହିଲେ? ଏ ଛୋଟ ଛୋଟ ସିଙ୍ଗଡ଼ାର ଦାମ 20 ଟଙ୍କା? ଆମ ସହରରେ ତ ୟାଠୁ ବି ବଡ଼ ସିଙ୍ଗଡ଼ା 5 ଟଙ୍କାରେ ବିକ୍ରି ହେଉଛି। ତାହେଲେ ସେଇଠି ଖାଇଲନି, ମୋ ଦୋକାନକୁ କାହିଁକି ଆସିଥିଲ? ଜିନିଷ ପତ୍ରର ଯେଉଁ ଦାମ ବଢ଼ିଲାଣି ସେ କଥା ଆପଣମାନେ କେମିତି ବୁଝିବେ? ଆଉ ବେଶୀ କଥା ନ କହି ମୋତେ ମୋ ଟଙ୍କା ଦିଅ। ନା ତ, ଜମା ବି ଜିନିଷପତ୍ରର ଦାମ ବଢ଼ିନି। ଆପଣ ଅନ୍ୟାୟ ଭାବରେ ସିଙ୍ଗଡ଼ାର ଦାମ ବଢ଼େଇଛନ୍ତି। ଏହା ଜମା ବି ଠିକ୍ ନୁହଁ। ଯେଉଁଠି ଗୋଟେ ସିଙ୍ଗଡ଼ାର ଦାମ 5 ଟଙ୍କା, ଆପଣ ସେଠି ଗୋଟେ ସିଙ୍ଗଡ଼ାକୁ 20 ଟଙ୍କାରେ ବିକ୍ରି କରୁଛନ୍ତି। ଏ ଜଙ୍ଗଲର ଅନେକ ଚଢ଼େଇ ଗରିବ, ସେମାନେ କ'ଣ ଏତେ ଦାମ ଦେଇ ସିଙ୍ଗଡ଼ା ଖାଇପାରିବେ? ନିଜ ଉପଦେଶ ନିଜ ପାଖରେ ରଖ, ବୁଝିଲ? ମୋର ଟଙ୍କା ଦରକାର। ଏତେ କଥା ଭାବିବାକୁ ମୋର ସମୟ ନାହିଁ। ମୋତେ ମୋ ଟଙ୍କା ଦେଇ ଶୀଘ୍ର ଚାଲିଯାଅ। ଗରିବ ଚଢ଼େଇଙ୍କ ପାଇଁ ଯଦି ମନରେ ଏତେ ଦୟା, ଯାଉନ 5 ଟଙ୍କାରେ କ'ଣ ପାଇଁ 1 ଟଙ୍କାରେ ସିଙ୍ଗଡ଼ା ବିକ୍ରି କରିବ? କାଉର ଏପରି ରାଗ ଦେଖି ମା ଚଢ଼େଇ ତାକୁ ଆଉ କିଛି ବି କହିଲାନି। 40 ଟଙ୍କା ଦେଇ ତା ଛୁଆ ସହ ସେ ନିଜ ଘରକୁ ଫେରି ଆସିଲା। ମା, କେତେବେଳୁ ଦେଖୁଛି ଏ ଟଙ୍କାଟେ ହାତରେ ଧରି କ'ଣ ଏତେ ଭାବୁଛ? ସେ ସିଙ୍ଗଡ଼ା ଦୋକାନରୁ ଆସିଲା ପରଠୁ ହିଁ ଏମିତି ଚୁପଚାପ ଅଛ। ତୁମେ ଆଉ ଟଙ୍କାକିଆ ସିଙ୍ଗଡ଼ା ବିକ୍ରି କରିବା ପାଇଁ ଭାବୁନ ତ? ହଁ ରେ ମା, ତୁ ଠିକ୍ କହିଲୁ। ସେ ସିଙ୍ଗଡ଼ା ଦୋକାନୀର ବ୍ୟବହାର ମୋତେ ଜମା ବି ଭଲ ଲାଗିଲାନି। ସେ ନିଜ ସ୍ୱାର୍ଥ ପାଇଁ ହିଁ ସିଙ୍ଗଡ଼ାର ଦାମ ବଢ଼େଇଛି। ଏ ଜଙ୍ଗଲରେ ଏମିତି ବହୁତ ଚଢ଼େଇ ଅଛନ୍ତି, ଯେଉଁମାନଙ୍କର ଇଚ୍ଛା ଥିଲେ ବି ସେମାନେ ତା ପାଖରୁ ସିଙ୍ଗଡ଼ା କିଣି ଖାଇପାରୁନଥିବେ। ସେଥିପାଇଁ ମୁଁ ଭାବି ନେଇଛି, ଏବେ ମୁଁ ଏ ଜଙ୍ଗଲରେ ଗୋଟେ ସିଙ୍ଗଡ଼ା ଦୋକାନ ଦେବି, ଆଉ ନିଜେ ତିଆରି କରି 1 ଟଙ୍କାରେ ସିଙ୍ଗଡ଼ା ବିକ୍ରି କରିବି। ତୁମେ ସତ କହୁଛ ମା? ତାହେଲେ ତ ଆମେ ଆଉ ଏ ଜଙ୍ଗଲରୁ ଯିବାନି।
তুমি ସିଙ୍ଗଡ଼ା ତିଆରି କରିବ ଆଉ ମୁଁ ମଜା କରି ଖାଇବି। ଆଚ୍ଛା ଠିକ୍ ଅଛି ରେ ମା, ଚାଲ ଏବେ କିଛି ଖାଇବା ଖାଇନି, ସନ୍ଧ୍ୟାରେ ମୁଁ ବଜାରରୁ ସିଙ୍ଗଡ଼ା ତିଆରି କରିବା ସାମଗ୍ରୀ ଆଣିବି। ତାପରେ ମା ଚଢ଼େଇଟି ସିଙ୍ଗଡ଼ା ତିଆରି ସାମଗ୍ରୀ ଆଣି ସିଙ୍ଗଡ଼ା ବନେଇଲା। ଆଉ ପରଦିନଠୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିଲା। ଆଉ ନିଜ ଦୋକାନ ସାମ୍ନାରେ ଲେଖିଦେଲା ଗୋଟେ ସିଙ୍ଗଡ଼ାର ଦାମ 1 ଟଙ୍କା। 1 ଟଙ୍କାରେ ସିଙ୍ଗଡ଼ା ମିଳୁଛି ଜାଣି କିଛି ଚଢ଼େଇ ମା ଚଢ଼େଇର ଦୋକାନକୁ ଆସିଲେ। ଏ କଥା କ'ଣ ସତ? ତୁମେ 1 ଟଙ୍କାରେ ସିଙ୍ଗଡ଼ା ବିକ୍ରି କରୁଛ? ନିଶ୍ଚୟ ତୁମ ସିଙ୍ଗଡ଼ା ଖରାପ ହେଇଥିବ, ସେଥିପାଇଁ ତୁମେ 1 ଟଙ୍କାରେ ସିଙ୍ଗଡ଼ା ବିକ୍ରି କରୁଛ। ନା ନା, ମୁଁ ଖରାପ ସିଙ୍ଗଡ଼ା ବିକ୍ରି କରୁନି। ଏସବୁ ସିଙ୍ଗଡ଼ା ମୁଁ ନିଜ ହାତରେ ତିଆରି କରିଛି। ଆପଣ ଖାଇ ଦେଖନ୍ତୁ, ଯଦି ଆପଣଙ୍କୁ ଭଲ ଲାଗିବନି ମୁଁ ଆପଣଙ୍କଠୁ ଟଙ୍କା ନେବିନି। ଠିକ୍ ଅଛି, ଆମକୁ 2ଟି ସିଙ୍ଗଡ଼ା ଦିଅ, ଆମେ ଖାଇକି ଦେଖୁ 1 ଟଙ୍କିଆ ସିଙ୍ଗଡ଼ାର ସ୍ୱାଦ କେମିତି। ଆରେ ବାଃ, ଆପଣଙ୍କ ସିଙ୍ଗଡ଼ା ଭାରି ସ୍ୱାଦିଷ୍ଟ। 1 ଟଙ୍କାରେ ଏତେ ବଢ଼ିଆ ସିଙ୍ଗଡ଼ା ଖାଇବାକୁ ମିଳିବ ଆମେ ଜାଣିନଥିଲୁ। ହଁ ଠିକ୍ କହିଲ, ସତରେ ଦିଦି, ଆପଣଙ୍କ ହାତରେ ନା ଯାଦୁ ଅଛି। ଏତେ ସ୍ୱାଦିଷ୍ଟ ସିଙ୍ଗଡ଼ା ଆମେ ଆଗରୁ କେବେ ଖାଇନଥିଲୁ। ମୁଁ ଆଉ 2ଟା ସିଙ୍ଗଡ଼ା ଘରକୁ ନେବି, ରେଡ଼ି କରିଦିଅନ୍ତୁ। ଏହିପରି ମା ଚଢ଼େଇର ସିଙ୍ଗଡ଼ା ପୁରା ଜଙ୍ଗଲରେ ପ୍ରଚାର ହେଇଗଲା। ଧନୀ ହେଉ କିମ୍ବା ଗରିବ, ସବୁ ଚଢ଼େଇ ପ୍ରତିଦିନ ମା ଚଢ଼େଇର ସିଙ୍ଗଡ଼ା ଖାଇବା ପାଇଁ ତା ଦୋକାନକୁ ଯାଉଥିଲେ। ଏ କ'ଣ ହେଇଗଲା? ସହରରୁ ଆସି ଚଢ଼େଇ ମୋ ବେପାରକୁ ପୁରାପୁରି ବନ୍ଦ କରିଦେଲା। 1 ଟଙ୍କାରେ ସିଙ୍ଗଡ଼ା ମିଳିବା ଯୋଗୁଁ ଚଢ଼େଇମାନେ ମୋ ଦୋକାନକୁ ହିଁ ଆଉ ଆସୁନାହାନ୍ତି। ନା, କିଛି ଗୋଟେ କରିବାକୁ ପଡ଼ିବ। ଏ ଚଢ଼େଇକୁ ଯେମିତି ବି ହେଉ ଜଙ୍ଗଲରୁ ବାହାର କରିବାକୁ ହେବ। ଆଜି ରାତିରେ ମୁଁ ତାର ଦୋକାନକୁ ନିଆଁରେ ପୋଡ଼ିଦେବି। ନା ଥିବ ଦୋକାନ, ନା ଚଢ଼େଇ ସିଙ୍ଗଡ଼ା ବିକ୍ରି କରିପାରିବ। କାଉ ଏମିତି ଯୋଜନା କରୁଥିବା ସମୟରେ ମିଟୁ ତାର ସବୁ କଥା ଶୁଣି ପକେଇଲା। ସର୍ବନାଶ, ଏ କାଉଟା ଏତେ ଦୁଷ୍ଟ! ଇଏ ତ ସେ ଚଢ଼େଇର କ୍ଷତି କରିବାକୁ ଚାହୁଁଛି। ଯାଉଛି, ଶୀଘ୍ର ଏକଥା ସମସ୍ତଙ୍କୁ କହିଦେବି। ରାତି ହେବା ପରେ କାଉ ନିଆଁ ଧରି ଚଢ଼େଇର ଦୋକାନ ପାଖରେ ପହଞ୍ଚିଲା। ଆଖପାଖରେ ତ କେହି ବି ଦେଖାଯାଉନାହାନ୍ତି। ଯାଏ, ଶୀଘ୍ର ଏ ଚଢ଼େଇର ଦୋକାନରେ ନିଆଁ ଲଗେଇ ଦିଏ। କାଉ ଯେମିତି ଚଢ଼େଇର ଦୋକାନରେ ନିଆଁ ଲଗେଇବାକୁ ଚେଷ୍ଟା କଲା, ଚାରିଦିଗରୁ ଲାଠି ଧରି କିଛି ଚଢ଼େଇ ବାହାରି ଆସିଲେ। କାଉ କିଛି କହିବା ପୂର୍ବରୁ ସମସ୍ତେ ତାକୁ ପିଟିବା ଆରମ୍ଭ କଲେ। ଲୋଭୀ କାଉ, ଅଧିକ ଦାମରେ ସିଙ୍ଗଡ଼ା ବିକ୍ରି କରୁଥିଲୁ। କେହି ବି ତ ଦୋକାନକୁ ନ ଯିବାରୁ ତୁ ଅନ୍ୟର କ୍ଷତି କରିବାକୁ ଆସିଛୁ। ଚଢ଼େଇର 1 ଟଙ୍କିଆ ସିଙ୍ଗଡ଼ା ଦୋକାନ ଥିବାରୁ ଆମେ ଗରିବମାନେ ମନ କରି ତା ପାଖରୁ ସିଙ୍ଗଡ଼ା ଖାଇପାରୁଛୁ, ଆଉ ତୁ ଆସିଛୁ ତାର କ୍ଷତି କରିବା ପାଇଁ। ଦେଖ, ଆଜି ଆମେ ତୋର କ'ଣ ଅବସ୍ଥା କରୁଛୁ। ମାର, ଆହୁରି ମାର ଏ ଲୋଭୀ କାଉକୁ, ତାହେଲେ ଯାଇ ଏ ନିଜ ଭୁଲ ବୁଝିପାରିବ। ମୁଁ ପୋଲିସକୁ ଖବର ଦେଇଦେଇଛି, ଏବେ ସେ ହିଁ ଏ କାଉକୁ ଉଚିତ ଦଣ୍ଡ ଦେବେ। କିଛି ସମୟ ପରେ ପୋଲିସ ଆସି କାଉକୁ ବାନ୍ଧି ଥାନାକୁ ନେଇଗଲେ। ମା ଚଢ଼େଇ ନିଜ ଦୋକାନରେ ଟଙ୍କାକିଆ ସିଙ୍ଗଡ଼ା ବିକ୍ରି କରୁଥିଲା, ଆଉ ସମସ୍ତେ ସେ ସିଙ୍ଗଡ଼ା ଖାଇ ଖୁବ୍ ଖୁସି ଥିଲେ। ଗୋଟିଏ ଘଞ୍ଚ ଜଙ୍ଗଲରେ ଅନେକ ପ୍ରକାରର ଚଢ଼େଇ ମିଳିମିଶି ରହୁଥିଲେ। ସେଇ ଜଙ୍ଗଲରେ ଗୋଟେ କାଉ ତାର ଏକ ଛୁଆ ସାଙ୍ଗରେ ରହୁଥିଲା। ସେ ସିଙ୍ଗଡ଼ା ବିକ୍ରି କରୁଥିଲା। ସେ ପ୍ରତ୍ୟେକ ଦିନ ଘର ଘର ବୁଲି ସିଙ୍ଗଡ଼ା ବିକ୍ରି କରୁଥିଲା। ସିଙ୍ଗଡ଼ା ନିଅ ସିଙ୍ଗଡ଼ା, ଥରେ ଯିଏ ସିଙ୍ଗଡ଼ା ଖାଇବ ବାରମ୍ବାର ଖାଇବାକୁ ଇଚ୍ଛା କରିବ। ସିଙ୍ଗଡ଼ା ନିଅ ସିଙ୍ଗଡ଼ା। ଆରେ ସିଙ୍ଗଡ଼ା ବାଲି, ମତେ 2ଟି ସିଙ୍ଗଡ଼ା ଦେଲୁ। ଆରେ କାଉ, ତୁ ଆସିଗଲୁ, ମତେ 2ଟା ସିଙ୍ଗଡ଼ା ଦେ। ଆରେ ବାଃ, ତୋ ସିଙ୍ଗଡ଼ା ସତରେ ବହୁତ ବଢ଼ିଆ ହେଇଛି। କାଲି ଆମ ଘରକୁ କିଛି କୁଣିଆ ଆସିବେ, ତୁ ଆମ ଘରକୁ କିଛି ସିଙ୍ଗଡ଼ା ପଠେଇଦେବୁ। ଠିକ୍ ଅଛି ଦିଦି, ମୁଁ କାଲି ସକାଳୁ ହିଁ ତୁମ ଘରକୁ ସିଙ୍ଗଡ଼ା ନେଇଦେବି। ଏମିତି ସେ ଜଙ୍ଗଲରେ ସମସ୍ତେ କାଉର ସିଙ୍ଗଡ଼ା ଖାଉଥିଲେ ଆଉ ତାର ପ୍ରଶଂସା କରୁଥିଲେ। ହେଲେ କିଛି ଦିନ ପରେ ସବୁଦିନ ସିଙ୍ଗଡ଼ା ଖାଇ ଖାଇ ଚଢ଼େଇମାନଙ୍କୁ ଆଉ ସିଙ୍ଗଡ଼ା ଖାଇବାକୁ ଭଲ ଲାଗିଲାନି। ଆରେ, ଏ ଚଢ଼େଇମାନେ ଯଦି ସିଙ୍ଗଡ଼ା ଖାଇବେନି ମୋ ରୋଜଗାର ହେବ କେମିତି? ମତେ କିଛି ଗୋଟେ ଉପାୟ ବାହାର କରିବାକୁ ପଡ଼ିବ। ଆରେ ହଁ, ପାଇଛି ଗୋଟେ ବୁଦ୍ଧି। ମୁଁ ମୋ ସିଙ୍ଗଡ଼ାରେ ନିଶାର ଔଷଧ ମିଶେଇଦେବି। ତାପରେ ଯିଏ ବି ମୋ ସିଙ୍ଗଡ଼ା ଖାଇବ ସେ ବାରମ୍ବାର ମୋ ସିଙ୍ଗଡ଼ା ଖାଇବାକୁ ଇଚ୍ଛା କରିବ। ଏମିତି ଚିନ୍ତା କରି
परदिन काऊ किछि निशा औषध ता सिंगड़ारे मिसेई बिकिबा पई चलीगला। सिंगड़ा निया सिंगड़ा, गरमा गरम सिंगड़ा। जे थरे मो सिंगड़ा खाइब से बारंबार ही सिंगड़ा खाइब इच्छा करिब। सिंगड़ा निया सिंगड़ा। सबुदिन तो सिंगड़ा खाई खाई भारी विरक्त लागिलानी। आउ सिंगड़ा खाइब इच्छा होनी। तू जा एठू। अरे दीदी मो कथा टिके सुन। आजिर सिंगड़ा मो बहुत बढ़िया बनेची। थरे खाई के देख। आज मो तमठू सिंगड़ा बदल रे टंकाटिए भी नेबिनी। आज मो पुअर जन्मदिन सेथिपाई मु आज समस्तंको मागणारे सिंगड़ा बांटुची। मागणारे सिंगड़ा मिलुची जानी से चढ़ई काऊ पाखरु गोटे सिंगड़ा खाइला। सतरी काऊ आज तो सिंगड़ाटा भारी अलगा लागुची। हाँ मु एथर आहरी सुंदर करी सिंगड़ा तैयारी करिबी। सिंगड़ा निया दीदी सिंगड़ा, गरमा गरम सिंगड़ा। आज मो मागणारे सिंगड़ा बांटुची। तमठो टंकाटिए भी नेबिनी। कथा कौन काऊ, तू काहाकू भी मागणारे गोटे जिनिस देई नहीं। आज हठात कौन हैला जे मागणारे सिंगड़ा बांटुचु? कथा कौन कि दीदी, आज मो पुअर जन्मदिन सेथिपाई मु समस्तंकु मागणारे सिंगड़ा बांटुची। तमे आ बेसी कथा न कही निया शीघ्र सिंगड़ा खाई दियो, नहले सिंगड़ा ठंडा हो जिवो। एमिति से दिन काऊ सबु चढ़ी को मिछ कथा कही निशा औषध मिसेइथिबा सिंगड़ा खुआईदेला। परदिन से सिंगड़ा धरी घर बाहर बसी रहिला आ चढ़ई मानकु अपेक्षा कला। सेपटे जो चढ़ई माने काऊर निशा औषध मिसिथिबा सिंगड़ा खाइथिले परदिन से माने सिंगड़ा खाइबा पाई अस्थिर होई पड़िले। आज सिंगड़ा खाइबा को भारी इच्छा हेउची। ए जाय से सिंगड़ा बाली आसिलानी। आउ रही हेबनी, मु जाई ता घर को। एमिति कही से चढ़ई काऊर घर को गला। से देखिला जंगलर अन्य चढ़ई माने भी काऊ पाखरु सिंगड़ा खाउथिले। से भी काऊ पाखरु सिंगड़ा खाइला। से दिन काऊ को घर घर बुली सिंगड़ा बिक्री करबाको पड़िलानी। तार रोजगार भी बहुत भल हैला। से बहुत खुशी हो गला। अरे आज तो मो रोजगार बहुत भल हेची। मते एते परिश्रम करबाको पड़िलानी। एबेठू मु एमिति सिंगड़ा बिक्री करिबी। एमिति काऊ प्रत्येक दिन चढ़ई मानको निशा औषध मिसिथिबा सिंगड़ा खुआउथिला आ बेस भल टंका रोजगार करुथिला। दिने से जंगल को गोटे टिकी चढ़ई तार एक छोट भौणी सांगरे सेठाकु रहिबा पई आसिला। टिकी चढ़ई बहुत चालाक आ बुद्धिमान थिला। दीदी देख सेठी गोटे सिंगड़ा दुकान अछि। मते ना सिंगड़ा खाइबाकू भारी इच्छा होची। चल ना दीदी गोटे किनी दे। अरे से दुकान रे बहुत भीड़ होइचंती। मो पछरे तते किनी देबी। चल पे घर को जिबा। टिकी चढ़ई ता भौणी को जेते बुझेले भी से बुझिलानी। तापरे टिकी चढ़ी काऊ पाखरु गोटे सिंगड़ा आनी ता भौणी को खाइबाकू देला। निशा मिसिथिबा सिंगड़ा खाइबा जोगु परदिन टिकी चढ़ईर भौणी को पुणी थरे सिंगड़ा खाइबाकू इच्छा हैला। दीदी मते आज सिंगड़ा खाइबाकू भारी इच्छा होउची। किछि चाउल दाना दे, मु सिंगड़ा किनिबी। घरे अल्प किछि चाउल दाना अछि। से सिंगड़ा बहुत दाम। मु आउ दिन तते सिंगड़ा किनि देबी। एमिति कही टिकी चढ़ई चलीगला। से सेठारु जिबा परी ता भौणी घरे थिबा चाउल दाना को चोरी करी सिंगड़ा खाइबा पई चलीगला। किछि समय परी टिकी चढ़ई घर को फेरी देखिला घरे आउ चाउल दाना नाही। से बुझी गला जे एसबु ता भौणीर काम। मो भौणी तो आगरे एमिति नथिला। मु जहा कहूथिले से मोर सब कथा मानुथिला। हठात से एते बदली गला केमिति? से दिन सिंगड़ा खाइबा परे परे ही से सिंगड़ा खाइबार निशा छाड़ी पारुनी। किछि तो गोटे गड़बड़ अछि। मते जानिबाको पड़िबो। एमिति चिंता करी टिकी चढ़ी काऊ उपरे नजर रखिला। दिने राति रे से देखिला काऊ बहुत खुशी थिला। आउ कहूथिला, अरे वाह मो बुद्धि जोगु आज मोर एते भल रोजगार हेउची। ए बोका चढ़ी माने केबे भी कथा जानी पारिबेनी जे मो सिंगड़ा रे निशा औषध मिसाउची। आउ तारी पाई से माने बारंबार मो पाखरु सिंगड़ा खाउचंती। ए सब कथा टिकी चढ़ई भी सुनुथिला। से बहुत रागी गला। अच्छा एटा ताहले काऊर असल चेहरा। मो काली ही समस्त को एक कथा कहि देबी।
परदिन काऊ जेतेबेले ता सिंगड़ारे निशा औषध मिसौथिला टिकी चढ़ी अन्य चढ़ी मानक धरी सेठारे पहुंची गला। समस्तଙ୍କୁ निज घर देखी काऊ बहुत डरीगला। अरे तमे माने समस्ते एठी कथा कौन? काऊ तू आ नाटक करनी, आमे तार सब सत कथा जाई सारिलोनी। तू निज मुहरे सत कथा मानि जा, नहले मते क्षमा करि दियो। मो लोभरे पड़ी एसबू करुथिली, मते एई थरक छाड़ी दियो। मो केबे भी एभଳି भूल करिबिनी। तो जहा करिचु तू तार दंड निश्चय पाइबो। किछि समय परे पुलिस आसी काऊ को नहीं गले। जंगलर सबु चढ़ई टिकी चढ़ई को धन्यवाद जणिले, आउ तार बुद्धि को प्रशंसा कले। काऊ भाई आज मो सिंगड़ा बिक्री करिबिनी, मो देह टिके भल लागुनी। मु एबे घर को जीवी। ए नियो तुम टंका, काले टिके शीघ्र दुकान को आसीबो। अच्छा ठीक अछि चढ़ई। तापरे काऊ टंका धरी घर को फेरिला, आउ तार स्त्री को देला। से चढ़ी तुमको सबुदिन एते कम टंका काहेकि देउची? मु देखिची प्रत्येक दिन तार सबु सिंगड़ा बिक्री हेई जाए। से अनेक टंका रोजगार करुथिबा। तमे से चढ़ई को कुह से तुमको अधिक टंका देउ। तू एसबू कौन कहूचु? सबु दोकानी तांको दोकान रे काम करुथिबा चढ़ई मानकु एतिकी ही टंका दियंती। मु कहिले कौन चढ़ई मते अधिक टंका देई देबो? मते केही भी काम देउ नथिले। चढ़ई पाई मुए काम पाइची, नहले तो आमको उपास रे रहिबाकु पड़िथांता, बुझिलु? तमरी कथा सुनिबाकु मते आ जमा भल लागुनी। चढ़ई गोटे झियो हेले भी सिंगड़ा दुकान दे एते टंका रोजगार करूची, आउ तमे गोटे पुओ हेई भी भल काम करि पारु न, जोथि तुमको केही काम देउ नाहंती। तमे जदि एते अल्प टंका रोजगार करिबा, मु आउ तम सह रहिबिनी। मु आज ही मो माँ पाखकु चली जीवी। अरे ना ना, मते छाड़ी जानी। मु तो बिना एकुटिया रही पारिबिनी। तू मते किछि उपाय कहिदे, जेमिति मु खूब शीघ्र धनी हेई पारिबी। अछि एक उपाय अछि, जदि तुमे ता करि परिबा तेबे खूब शीघ्र धनी हेई परिबा। सतरे ना कौन? कह कह कौन से उपाय? एमिति काऊर स्त्री ता उपाय कथा कहिदेला। परदिन सकाळे काऊ शीघ्र उठी औषध दुकान को गला। मिट्टू मते किछि निद औषध देलु? निद औषध नहीं तू कौन करिबु? काऊ दिन राति सोइबु कि से निद औषध खाई? मु काहेकि निद औषध खाइबी? मो घरे अनेक मूषा अछंती। निद औषध मु सेमानकु खाइबाकु देई धरिबी। तो कथा सुनी हस लागुची। निद औषध देई किए केबे मूषा धरि पारे? जदि तू मूषा धरिबाकु चाहछु, मो पाखर मूषा धर औषध नै जा, तू आराम रे मूषा धरि पारिबु। एते कथा कहि मो समय काहेकि नष्ट करूछु कहिलु मिट्टू? मते शीघ्र औषध दे, मु पुणी काम को भी जीवी। अच्छा अच्छा दउची एई ने। तापरी काऊ से औषध धरी चढ़ीर सिंगड़ा दुकान को गला। आसी गल काऊ भाई, मु तुमको ही अपेक्षा करिथिली। आज मु गोटे भी सिंगड़ा बनैनी। चल दुहे मिसी शीघ्र सिंगड़ा तैयारी करिबा, ग्राहक आसीबार समय ही गलानी। काऊ भी चढ़ी कथारे राजी हे गला। से तो एई सुजोग को अपेक्षा करिथिला। चढ़ी अन्य मानक सह कथा हेबा समय रे काऊ आलू रे निद औषध मिसई देला। सेई आलू को से सिंगड़ा रे देई तैयारी करिदेला। सेई समय रे चिल्लो सेठा कसिला। अरे चढ़ी मते 10टा सिंगड़ा देलु। आज मो घरे समस्ते सिंगड़ा खाइबाकु चाहुचंती। एई नियंतु चिल्लो आज्ञा, आपनको सिंगड़ा। जा जा चिल्लो, घरे समस्ते सिंगड़ा खाई सोई जाओ। राति रे हम तुम घर को चोरी करिया पे जीबू। हा हा हा। एमिति काऊ मने मने चिंता करुथिबा समय आउ एक चढ़ी सेठा बसिला। चढ़ी तो सिंगड़ा भारी स्वादिष्ट, मते किछि सिंगड़ा दे, मु घर को नहीं खाइबी। तापरे से चढ़ी सिंगड़ा नहीं सेठारु चली गला। एमिति से दिन बीती गला। जे भी चढ़ीर दुकान को आसुथिला, काऊ सेमानकु निद औषध मिसिथिबा सिंगड़ा देउथिला। संध्यारे काऊ ता घर को फेरिला। मु तमको जेमिति कहिथिली सेमिति करिछ ना? हाँ हाँ, मु समस्तଙ୍କୁ निद औषध मिसिथिबा सिंगड़ा देइची। एबे खाली राति हेउ, समस्ते सोइला परे आमे आराम रे चोरी करि पारिबा। किछि समय परे राति हे गला। सब चढ़ी सिंगड़ा खाई सोई पड़िले। अरे सुन, चाल आग चिल्लो पाखकु जिबा। से बहुत धनी, ता घरे अनेक सुना गहना थिबो। अच्छा ठीक अछि, मु एक बस्ता भी नहीं आसुची। चढ़ी मानक घरे जहा भी पाइबा सबु नहीं आसीबा।
ତାପରେ ଦୁଇ କାଉ ଗଲେ ଚିଲ ଘରକୁ। देख देख ए चिलो आउ तार स्त्री सिंगड़ा खाई एमिति सोईचंती जे देखिले लागुची एमाने मरी जाईचंती। मजा करिबा बंद कर, शीघ्र तांको आलमीरा खोली टंका सुना नहीं आस। तापरे दुई काऊ मिसी चिलर सबु सुना टंका चोरी करी नेले। चलो चलो अन्य मानको घरको भी जिबा, जी जी भी सिंगड़ा खाइचंती तांको घरु चोरी करिबा। कथा कौन आज सकाळे केही भी सिंगड़ा किणिबाको आसुनाहांती। काऊ भाई भी एजाई दुकान को आसिलेनी। कौन हेची आज मु तो किछि बुझी पारुनी। चढ़ी मो स्वामी आउ तो दुकान रे काम करिबेनी, से पाख जंगल रे काम पाई गली। तू आउ काहकु काम रे रखिने। अच्छा ठीक अछि काऊ भौणी। ए कौन सर्वनाश हे जाईची। आमो घरर टंका सुना के चोरी करी नहीं गला। आमो आलमीरा रे तो किछि भी नहीं। ये तुमे कौन कहूच? अरे एठी तो मो प्रिय सुनाहार भी नहीं। मो माँ मते से सुनाहार किणी देइथिला, बदमाश चोर सबु नहीं गला। तू मन दुख करनी, चाल आमे सबु चढ़ेको घर को जाई तांको घर खोजिबा। जहा घरे भी आम सुना टंका थिबो जानिबा से ही चोर। तापरे चिल आउ तार स्त्री आख पाखरे थिबा सबु चढ़ेको घर को गले। सबु चढ़ेको घर चोरी हेइथिला। समस्ते मन दुखरी कांदुथिले। समस्तंकर एका अवस्था देखि चिल कहिला, कथा कौन जहा घर को भी जाऊचु ता पाखरु सुनुचु ता घर चोरी हेची। काली राति रे समस्ते एते गभीर निदरे सोईथिलो जे चोर आसी सबु किछि चोरी करी नेई गला, अथच केही जानि पारिलोनी। चिल आज्ञा आउ केते जनक घर बाकी अछि। चलो समस्तंक घर को जिबा। जहा घरे भी मो सुना टंका पाइबे ताकू अनेक मारिबी। काहाकू भी कुआडे जिबाकू पड़िबनी। मु जाने से चोर किए। तू जानिचु से चोर किए? शीघ्र हमकू कह, आज आमे ताकू जमा भी छाड़िबुनी। तम समस्तंक घर चढ़े चोरी करिची। ता सिंगड़ा रे निद औषध मिसेई काली से समस्तंक देइथिला। जेतेबेले तमे माने सोई गल से समस्तंक घर चोरी कला। मो कथा जदि विश्वास हेउनी तेबे समस्तंक पचेरी देख। जी भी काली सिंगड़ा खाइथिला केवल ता घर ही चोरी हेची। मो स्वामी चढ़ी दुकान रे काम करिबा जकु से एकथा जानि परिले। मु तांको पाखरु सब सुनी समस्तंकु एकथा कहिबाकू एठाकू चली आसिली। तो कथा जदि सत हेइ थाए आमे से चढ़ी को जमा भी छाड़िबुनी। आज ही आमे ताको पिटी पिटी ए जंगलर बाहर करि देबु। चलो समस्ते से चढ़ी घर को जिबा। ए चढ़े तू तो सिंगड़ा रे निद औषध मिसेई आम समस्तंकु से सिंगड़ा खाइबाकू देई आम घरु टंका सुना चोरी करी जू। तोर साहस तो कम नहीं। भलरे आमको आम सब टंका फेरे दे, नहले आमे तते छाड़िबुनी। ए तमे माने कोन कहूच? मु काहेकि समस्तंक घर टंका सुना चोरी करिबी? सिंगड़ा बिक्री करी मु भल टंका रोजगार करूची। मु ए चोरी काम काहेकि करिबी? काऊ तो दुकान रे काम करे, से सब जानि पारे ता स्त्री को कहिथिला। आउ तार स्त्री आमको तार सब कथा कहिदेला। ओ एबे बुझिली काऊ कोन पय आज मो दुकान को काम करिबा को आसिलानी। काऊ निजे ही समस्तंक घर टंका चोरी करिची। आ मो नारे से माने मिछ कहउचंती। चढ़ी जेते बुझेली भी केही भी ता कथा को विश्वास कले नाही। आ समस्ते चढ़ी को पिटी पिटी से जंगल रे बाहर कर देले। चढ़ी कांदी कांदी जंगल छाड़ी चली गला। चढ़ी सह एपरी हेची जानी दुई काऊ खूब खुशी हे गले। मु केबे काहा सह अन्याय करिनी, तथापि सब चढ़ी मते चोर कही जंगल रू बाहर करदेले। एते दिनरू मु समस्तक सह रहितिली, हेले केही भी मो कथा को विश्वास कले नाही। मु चोर ही बंचिबाकू चाहुनी, मु मरी जिबी। चढ़ी एपरी कथा कही कही कांदुथिबा समय रे ता पाखरे थिबा बाउंस बुदा भितरु गोटिए बाउंस कथा कहिला, रही जा चढ़ी, एमिति भूल करनी। मु तते देखिके ही जानि पारिली तू गोटे भल चढ़ी। मु हेउची एक जादूर बाउंस गछ। चढ़ी तू जो कारण पाई मरिबाकू चाहुचु, तू मरीगले कौन समस्ते तते चोररू भल भाविबे? ताहेले तुमे ही कुह, मु एबे कौन करिबी? चढ़ी माने मते मो घरु बाहर करिदेले। मो पाखरे रहिबाकू घर नाही, मु कोठी रहिबी, कौन खाइबी? चढ़ी तू चिंता करनी, जो माने भी तो नारे मिछ कहिचंती से माने खूब शीघ्र धरा पड़िबे। कारण सत बेसी दिन लुचि रुहेना। मु तते रहिबाकू एक घर देबी। एई ने आजिठू ए बाउंस घर तोर, तू ए घरे राणी हेई रहिबू।
ଏଇ ଯାଦୁର ଘର ତତେ ଖାଇବାକୁ ବି ଦେବ, ସବୁ ବିପଦରୁ ତତେ ରକ୍ଷା ବି କରିବ। ତୁମେ ସତ କହୁଛ ଯାଦୁର ଗଛ, ତୁମକୁ ବହୁତ ବହୁତ ଧନ୍ୟବାଦ। ତାପରେ ଚଢ଼େଇ ସେ ବାଉଁଶ ଘର ଭିତରକୁ ଚାଲିଗଲା। ସେପଟେ ଟଙ୍କା ପାଇଁ ଦୁଇ କାଉ ଝଗଡ଼ା ଲାଗୁଥିଲେ। ବୁଦ୍ଧିଟା ମୋର ଥିଲା, ସେଥିପାଇଁ ସବୁ ଟଙ୍କା ଉପରେ ମୋର ବେଶୀ ଅଧିକାର ଅଛି। ନା, ମୁଁ କଷ୍ଟ କରି ସିଙ୍ଗଡ଼ାରେ ନିଦ ଔଷଧ ମିଶେଇ ସମସ୍ତଙ୍କୁ ଖାଇବାକୁ ଦେବା ଯୋଗୁଁ ଆମେ ଚୋରି କରିପାରିଲେ, ସେଥିପାଇଁ ମୁଁ ଅଧିକ ଟଙ୍କା ଭାଗ ନେବି। ସେତେବେଳେ ତାଙ୍କ ଘର ରାସ୍ତା ଦେଇ ଏକ ମିଟୁ ଯାଉଥିଲା। ସେ କାଉ ଆଉ ତାର ସ୍ତ୍ରୀର ସବୁ କଥା ଶୁଣିପାରିଲା। ସେ ସଙ୍ଗେ ସଙ୍ଗେ ଯାଇ ଅନ୍ୟ ଚଢ଼େଇମାନଙ୍କୁ ଏକଥା କହିଦେଲା। ସମସ୍ତେ କାଉର ଘରକୁ ଆସିଲେ। ଏ କଣ, ଆମର ସବୁ ଟଙ୍କା ସୁନା ଏ କାଉମାନଙ୍କ ଘରେ ଅଛି? ତା ମାନେ ଏ ଦୁଇ କାଉ ଚୋର? ନା ନା, ଆମେ ଚୋରି କରିନୁ। ଇଏ ମାନେ କଥା କଣ କି? ଆମେ ସବୁ ସତ କଥା ଦେଖି ସାରିଲୁଣି। ଆରେ ଦେଖୁଛ କଣ, ଏ ଦୁଇ କାଉଙ୍କୁ ମାର। ଏମିତି ସବୁ ଚଢ଼େଇ ଦୁଇ କାଉଙ୍କୁ ପିଟି ପିଟି ସେ ଜଙ୍ଗଲରୁ ବାହାର କରିଦେଲେ। ଟଙ୍କା ସବୁ ପରେ ଭାଗ କରିବା। ଚାଲ ଆଗ ଚଢ଼େଇକୁ ଖୋଜି ତାକୁ କ୍ଷମା ମାଗିବା। ଭୁଲ ବୁଝି ଆମେ ଏକ ନିର୍ଦ୍ଦୋଷ ଚଢ଼େଇକୁ ଅନେକ କଷ୍ଟ ଦେଇଛେ। ତାପରେ ସମସ୍ତେ ମିଶି ଚଢ଼େଇକୁ ଖୋଜିଲେ। ଏମିତି ଖୋଜୁ ଖୋଜୁ ସେମାନେ ବାଉଁଶ ଘରେ ଚଢ଼େଇକୁ ପାଇଗଲେ। ଚଢ଼େଇ, ଆମକୁ କ୍ଷମା କରିଦେ, ଆମେ ଭୁଲ ବୁଝି ତତେ ଚୋର କହିଥିଲୁ। ଏବେ ଜାଣିପାରିଲୁ ପ୍ରକୃତ ଚୋର ସେ ଦୁଇ କାଉ। ଆମେ ସେମାନଙ୍କୁ ଜଙ୍ଗଲରୁ ବାହାର କରିଦେଇଛୁ। ଚାଲ ଚଢ଼େଇ, ଆମ ସାଙ୍ଗରେ ନିଜ ଘରକୁ ଚାଲ। ଏଥିପାଇଁ କୁହନ୍ତି ଭଲରେ ବୁଝି ବିଚାରି କାମ କରିବା ଉଚିତ। ମୁଁ ତମମାନଙ୍କୁ କ୍ଷମା କରିଦେଇଛି। ମୁଁ ଆଉ ସେ ଜଙ୍ଗଲକୁ ଫେରିବିନି। ମୁଁ ଏଠି ବହୁତ ଭଲରେ ଅଛି। ତାପରେ ସବୁ ଚଢ଼େଇ ନିଜ ଜଙ୍ଗଲକୁ ଫେରିଗଲେ। ଚଢ଼େଇ ଯାଦୁର ବାଉଁଶ ସହ କଥା ହେଇ ଖୁସିରେ ନିଜ ଜୀବନ ବିତେଇଲା। ଥରେ ଗୋଟେ ଜଙ୍ଗଲରେ ଏକ ଚଢ଼େଇ ଆଉ ମିଟୁ ପାଖାପାଖି ରହୁଥିଲେ। ସେ ଦୁଇ ଜଣଙ୍କର ନିଜ ନିଜର ଏକ ଜମି ଥିଲା। ସେମାନେ ତାଙ୍କ ଜମିରେ କେବଳ ଲିଚୁ ଚାଷ କରିଥିଲେ। ଚଢ଼େଇ ଥିଲା ବହୁତ ପରିଶ୍ରମୀ। ସେ ପ୍ରତିଦିନ ତା ଗଛରେ ପାଣି ଦେଉଥିଲା ଆଉ ତାଙ୍କର ଯତ୍ନ ନେଉଥିଲା। ହେଲେ ମିଟୁ ଥିଲା ବହୁତ ଅଳସୁଆ। ସେ ତା ଗଛରେ ଜମା ବି ପାଣି ଦେଉନଥିଲା। ସେ ତା ଗଛର ଠିକରେ ଯତ୍ନ ନ ନେବା ଯୋଗୁଁ ତା ଫସଲ ବହୁତ କମ୍ ହେଉଥିଲା। ସେ ଚଢ଼େଇର ଭଲ ଫସଲ ଦେଖି ତାକୁ ମନେ ମନେ ବହୁତ ଈର୍ଷା କରୁଥିଲା। ଆରେ, ଏ ଚଢ଼େଇର ସବୁବେଳେ ମୋଠୁ ଅଧିକ ଫସଲ ହେଉଛି। ମୋର ତ ଇଚ୍ଛା ହେଉଛି ତା ଜମିରେ ନିଆଁ ଲଗେଇଦେବାକୁ। ହେଲେ ମୁଁ ସେମିତି କରିପାରିବିନି। ଯାଏ ଘରକୁ, ନହେଲେ ଚଢ଼େଇକୁ ଦେଖିଲେ ମୋତେ ଆହୁରି ରାଗ ଲାଗିବ। ଏମିତି କହି ମିଟୁ ତା ଘରକୁ ଗଲା। ସେପଟେ ଚଢ଼େଇ ତା ଜମିରେ କାମ କରୁଥିଲା। ଆରେ, ତମେ ଏତେ ଶୀଘ୍ର ଘରକୁ ଫେରି ଆସିଲ, କଣ ହେଇଛି? ତମେ ଏତେ ଚିନ୍ତାରେ ଥିଲା ଭଳି ଜଣା ପଡୁଛ। ସେ ଚଢ଼େଇ ଥିବା ଯାଏ ମୁଁ କଣ ଅଚିନ୍ତାରେ ରହିପାରିବି? ଓ, ଏବେ ବୁଝିଲି। ଏ ବର୍ଷ ବି ସେ ଚଢ଼େଇର ଫସଲ ତମଠୁ ଅଧିକ ହେଇଛି ନା? ମୋ କଥା ମାନ, ଚାଲ ସେ ଚଢ଼େଇର ଜମିରେ ନିଆଁ ଲଗେଇଦେବା। ସେମିତି ହେଲେ କେବଳ ତୁମର ହିଁ ଫସଲ ବିକ୍ରି ହେବ। ଆରେ, ତୋ ମୁଣ୍ଡ କଣ ଖରାପ ହେଇଯାଇଛି? ମୁଁ ସେମିତି କରିପାରିବିନି। ଯଦି ଧରା ପଡ଼ିଯିବି, ଯାହା ବି ରୋଜଗାର କରୁଛି ସେତକ ବି ପାଇବିନି। ତମକୁ ତ ମୋ କଥା ହିଁ ଖରାପ ଲାଗେ। ମୁଁ ଏସବୁ ତମ ଭଲ ପାଇଁ କହୁଥିଲି। ତମେ ପରିଶ୍ରମ କରୁନ ବୋଲି ତମ ଫସଲ କମ୍ ହେଉଛି। ସେ ଚଢ଼େଇଠୁ କିଛି ଶିଖ। ସେ ପରିଶ୍ରମ କରି ଚାଷ କରିବା ଯୋଗୁଁ ତାର କେତେ ଭଲ ଫସଲ ହେଉଛି। ତମ ଭଳି ଅଳସୁଆ ସାଙ୍ଗରେ ମୁଁ ଆଉ ରହିପାରିବିନି। ମୁଁ ଯାଉଛି, ତମର ଯାହା କରିବା କଥା କର। ଏମିତି କହି ମିଟୁର ସ୍ତ୍ରୀ ସେଠାରୁ ଚାଲିଗଲା। ପରଦିନ ମିଟୁ ତା ଜମିରେ ଥିଲା। ଚଢ଼େଇ ତା ପାଖକୁ ଆସିଲା। ଆରେ ଚଢ଼େଇ, ତୁ ଏଠି? ମୋ ପାଖରେ କିଛି କାମ ଥିଲା କି? ନା ନା ମିଟୁ, ସେମିତି କିଛି କାମ ନୁହଁ। ଏ ବର୍ଷ ତ ଫସଲ କେମିତି ହେଇଛି ଦେଖିବା ପାଇଁ ମୁଁ ଚାଲି ଆସିଲି। ଆରେ ଚଢ଼େଇ, ତତେ ଆଉ କଣ କହିବି? ମୋ ଫସଲ ଜମା ବି ଭଲ ହେଇନି। ମୁଁ ବହୁତ ଚିନ୍ତାରେ ଅଛି, ଜାଣିପାରୁନି କଣ କରିବି। ଆରେ ମିଟୁ, ସବୁବେଳେ ଘରେ ଶୋଇଲେ ଚାଷ କେମିତି ଭଲ ହେବ? ମୁଁ ଦେଖିଛି ତୁ ଜମା ବି ତ ଗଛ ଗୁଡ଼ିକର ଯତ୍ନ ନେଉନୁ। ତୁ ବି ପରିଶ୍ରମ କରି ଚାଷ କର, ଦେଖିବୁ ତୋର ବି ଭଲ ଫସଲ ହେବ। ଆରେ ଆରେ ଚଢ଼େଇ, ତୋ କହିବାର ମାନେ କଣ? ମୁଁ କାମଚୋର? ତୁ ଆଜିକାଲି ବେଶୀ କଥା କହୁଛୁ। ତୋ କଥା ଶୁଣିଲେ ମୋତେ ବହୁତ ରାଗ ଲାଗୁଛି। ଚାଲି ଯା ଏଠୁ। ମିଟୁର ଏପରି କଥା ଶୁଣି
ଚଢ଼େଇ ତା ଜମିକୁ ଫେରି ଆସିଲା। ଆରେ ଏ ଚଢ଼େଇର ତ ସାହସ କମ୍ ନାହିଁ, ଚାଲି ଆସିଲା ମୋ କଟା ଘରେ ଲୁଣ ଦେବା ପାଇଁ। କାଲି ମୋ ସ୍ତ୍ରୀ ମୋତେ କେତେ କଥା ଶୁଣେଇଲା, ସବୁ ଚଢ଼େଇ ପାଇଁ। ଏ ଚଢ଼େଇର କିଛି ବ୍ୟବସ୍ଥା କରିବାକୁ ପଡ଼ିବ। ମୋ ସ୍ତ୍ରୀ ଠିକ୍ କହୁଥିଲା, ମୁଁ ଏ ଚଢ଼େଇର ଜମିରେ ନିଆଁ ଲଗେଇଦେବି। ହେଲେ ଗୋଟେ ସମସ୍ୟା ଅଛି, ଏ ଚଢ଼େଇର ଜମି ମୋ ଜମି ପାଖରେ। ମୁଁ ଯଦି ଏ ଜମିରେ ନିଆଁ ଲଗେଇବି, ମୋ ଜମିକୁ ବି ନିଆଁ ଆସିପାରେ। ସେମିତି ହେଲେ ତ ମୋ ଫସଲରେ ବି ନିଆଁ ଲାଗିଯିବ। ନା ନା, ମୋତେ ଆଉ କିଛି କରିବାକୁ ପଡ଼ିବ। ଏ ମିଟୁକୁ ବୁଝେଇ କିଛି ଲାଭ ନାହିଁ। ମୁଁ ତ ତାକୁ ଭଲ କଥା କହୁଥିଲି, ସେ ପରିଶ୍ରମ ନ କଲେ ତା ଚାଷ କେମିତି ଭଲ ହେବ। ରାତି ହେବା ପରେ ଚଢ଼େଇ ତା ବସାକୁ ଫେରିଲା। ହେଲେ ମିଟୁ ତା ଘରକୁ ନ ଯାଇ ଚଢ଼େଇର ଜମିକୁ ଗଲା। ମୁଁ ଏ ଚଢ଼େଇର ସବୁ ଲିଚୁ ତୋଳି ମାଟିରେ ପୋତିଦେବି। ସେମିତି ହେଲେ କେବଳ ମୋର ହିଁ ଫସଲ ରହିବ। ଏମିତି ଚିନ୍ତା କରି ମିଟୁ ସବୁ ଲିଚୁ ତୋଳି ମାଟିରେ ପୋତିଦେଲା। ଏବେ ଦେଖିବି ସେ ଚଢ଼େଇ ତା ଫସଲ କେମିତି ପାଇବ। ପରଦିନ ସକାଳେ ଚଢ଼େଇ ତା ଜମିକୁ ଯାଇ ଦେଖିଲା, ତା ଜମିରେ ଗୋଟେ ବି ଲିଚୁ ଫଳ ନଥିଲା। ଏମିତି ଦେଖି ତ ଚଢ଼େଇ ବହୁତ ଦୁଃଖୀ ହେଇଗଲା। ଆରେ ଏ କ'ଣ ହେଇଗଲା? ମୋର ସବୁ ଫସଲ କୁଆଡ଼େ ଗଲା? କିଏ ବୋଧେ ମୋର ସବୁ ଫସଲ ଚୋରି କରି ନେଇ ଯାଇଛି। ଏବେ ମୁଁ କ'ଣ କରିବି? ମୁଁ ତ କିଛି ବୁଝିପାରୁନି। ଏମିତି ଦୁଃଖୀ ହେଇ ଚଢ଼େଇ ତା ଘରକୁ ଫେରିଗଲା। ମିଟୁ ଏସବୁ ଦେଖି ବହୁତ ଖୁସି ହେଇଗଲା। ଆରେ ବାଃ, ଏ ଚଢ଼େଇକୁ ଏମିତି ଅବସ୍ଥାରେ ଦେଖି ମଜା ଆସିଗଲା। ଏବେ କେବଳ ମୋର ହିଁ ଫସଲ ଅଛି। ସବୁ ଚଢ଼େଇ ଏବେ ମୋଠୁ ହିଁ ଲିଚୁ କିଣିବେ। ମୋର ତ ଲାଭ ହିଁ ଲାଭ ହେବ। ଏମିତି କିଛି ଦିନ ବିତିଗଲା। ଦିନେ ଚଢ଼େଇ ଦେଖିଲା ମାଟି ଭିତରୁ ଗୋଟେ ବଡ଼ ଲିଚୁ ବାହାରିଛି। ଏତେ ବଡ଼ ଲିଚୁକୁ ଦେଖି ଚଢ଼େଇ ଖୁବ୍ ଆଶ୍ଚର୍ଯ୍ୟ ହେଇଗଲା। ଆରେ ଏତେ ବଡ଼ ଲିଚୁ ମୁଁ ଆଗରୁ ଦେଖିନଥିଲି। ମାଟି ଭିତରୁ ଏତେ ବଡ଼ ଲିଚୁ କେମିତି ବାହାରିଲା? ଏସବୁ ମୋ ଉପରେ ଭଗବାନଙ୍କ ଦୟା। ଏବେ ମୁଁ ଏ ଲିଚୁ ନେଇ ଏକ ନୂଆ ବ୍ୟବସାୟ ଆରମ୍ଭ କରିବି। ମୁଁ ସବୁ ଚଢ଼େଇଙ୍କୁ ଏ ଲିଚୁର ଜୁସ୍ ବନେଇ ପିଇବାକୁ ଦେବି। ସେମିତି ହେଲେ ତ ମୋ ରୋଜଗାର ବହୁତ ଭଲ ହେବ। ଏମିତି ଚିନ୍ତା କରି ଚଢ଼େଇ ତା ଘର ବାହାରେ ସେ ବଡ଼ ଲିଚୁର ଏକ ଜୁସ୍ ଦୋକାନ ଦେଲା। ସେ ବଡ଼ ଲିଚୁର କଥା ଜଙ୍ଗଲ ସାରା ପ୍ରଚାର ହେଇଗଲା। ଦୂର ଦୂରରୁ ଚଢ଼େଇମାନେ ସେ ବଡ଼ ଲିଚୁର ଜୁସ୍ ପିଇବା ପାଇଁ ଚଢ଼େଇ ପାଖକୁ ଆସୁଥିଲେ। ସମସ୍ତଙ୍କୁ ସେ ଲିଚୁର ଜୁସ୍ ବହୁତ ଭଲ ଲାଗୁଥିଲା। ଏମିତି ଧୀରେ ଧୀରେ ଚଢ଼େଇର ବହୁତ ଭଲ ରୋଜଗାର ହେଲା। ସେ ଜଙ୍ଗଲର ଗୋଟେ ଧନୀ ଚଢ଼େଇ ହେଇଗଲା। ସେପଟେ ମିଟୁ ଚଢ଼େଇର ସଫଳତା ଦେଖି ତାକୁ ବହୁତ ରାଗୁଥିଲା। ହେଲେ ସେ ଆଉ କିଛି କରିପାରିଲାନି। ତା ନିଜ ଜମିର ଯତ୍ନ ନ ନେବା ଯୋଗୁଁ ତାର ପୁରା ଫସଲ ନଷ୍ଟ ହେଇଗଲା। ମିଟୁ ନିଜ ଭୁଲ ବୁଝିପାରିଲା। ଆରେ ମୋର ତ ସବୁ ଫସଲ ନଷ୍ଟ ହେଇଗଲା। ମୁଁ ଚଢ଼େଇର ଏତେ ବଡ଼ କ୍ଷତି କଲି। ସେଥିପାଇଁ ଆଜି ମୋ ସହ ଏମିତି ହେଲା। ଏବେ ମୁଁ ବହୁତ ଗରିବ ହେଇଗଲି। ମୁଁ ମୋ ଭୁଲ ବୁଝିପାରୁଛି। ମୁଁ ସେ ଚଢ଼େଇକୁ କ୍ଷମା ମାଗିବି। ଏମିତି ଚିନ୍ତା କରି ମିଟୁ ଚଢ଼େଇ ପାଖକୁ ଗଲା ଆଉ ତାକୁ କ୍ଷମା ମାଗିଲା। ଆରେ ଚଢ଼େଇ, ମୋତେ କ୍ଷମା କରିଦେ। ମୁଁ ହିଁ ତୋର ସବୁ ଲିଚୁକୁ ତୋଳି ମାଟିରେ ପୋତି ଦେଇଥିଲି। ମୁଁ ତୋ ସହ ଖରାପ କଲି ବୋଲି ମୋର ସବୁ ଫସଲ ନଷ୍ଟ ହେଇଗଲା। ଆଜି ମୋ ପାଖରେ ଖାଇବାକୁ ବି କିଛି ନାହିଁ। ଚଢ଼େଇ ବହୁତ ଦୟାଳୁ ଥିଲା। ସେ ମିଟୁକୁ କ୍ଷମା କରିଦେଲା ଆଉ ତାକୁ ନିଜ ଦୋକାନରେ କାମ ବି ଦେଲା। ଏମିତି ସେମାନେ ମିଶି ଲିଚୁର ସରବତ ବିକ୍ରି କଲେ ଆଉ ତାଙ୍କର ଭଲ ରୋଜଗାର ବି ହେଲା। ଭାରି କଷ୍ଟ ହେଉଛି। ରେନୁ, ଯିବା ପୂର୍ବରୁ ମୁଁ ତତେ କିଛି କହିବାକୁ ଚାହୁଁଛି। ନା ନା, ଏମିତି କୁହନି। ତମର କିଛି ହେବନି। ଆଉ ଟିକେ ଧୈର୍ଯ୍ୟ ଧର। ମୁଁ ଡାକ୍ତରଙ୍କୁ ଡାକିଛି, ସେ ଏବେ ଆସିଯିବେ। ଡାକ୍ତର ଆସିଲେ ବି କିଛି ଲାଭ ହେବନି। ମୋ ସମୟ ସରିଗଲାଣି। ରିନୁ, ମୋ ଆଦରର ଦୁଇ ଝିଅ ଆଉ ମୋ ସାନ ଭଉଣୀ ତତେ ଲାଗିଲେ। ଆଜିଠୁ ତାଙ୍କର ସବୁ ଦାୟିତ୍ୱ ତୋର। ତାଙ୍କୁ ଭଲରେ ରଖିବୁ। ନା, ଆମକୁ ଛାଡ଼ି ଯାଅନି। ଉଠ, କଥା କୁହ। ଭାଇ, ବାପା ମାଙ୍କ ପରି ଆଜି ତୁ ବି ମତେ ଛାଡ଼ି ଚାଲିଗଲୁ। ଉଠ ଭାଇ, କଥା କହ। ଭାଉଜ, ଏସବୁ କଣ ହେଇଗଲା? ରିନୁ ଆଉ ମୁନି ଅନେକ କାନ୍ଦିଲେ। ଏହିପରି କିଛି ଦିନ ବିତିଗଲା। କଣ ହେଲା ମୁନି? ତୁ ନିଜ ଖାତା ବହି ବସ୍ତାରେ ଭର୍ତ୍ତି କରୁଛୁ କାହିଁକି?
ଏସବୁ ମୁଁ ଆଉ ପଢିବିନି ଭାଉଜ। ତୁମେ ଘର ଚଳିବ ନା ମତେ ପାଠ ପଢେଇବ? ଭାବୁଛି ପାଠ ପଢା ଛାଡି ତୁମକୁ ଘର କାମରେ ସାହାଯ୍ୟ କରିବି। ଏମିତି କହନି ମୁନି, ତୋ ଭାଇ ମତେ କହିଥିଲେ ତୋର ଇଚ୍ଛା ପାଠ ପଢି ପୋଲିସ ଅଫିସର ହେବା। ତୁ ପାଠ ପଢା ବନ୍ଦ କରନି, ମୁଁ ତୋର ଇଚ୍ଛା ପୁରା କରିବି। ତୋ ଭାଇଙ୍କର ଯୋଉ ସିଙ୍ଗଡ଼ା ଦୋକାନ ଅଛି, ମୁଁ କାଲିଠୁ ହିଁ ସେଠାକୁ କାମ କରିବାକୁ ଯିବି। ତୁ ଜମା ଚିନ୍ତା କରନି ମୁନି, ତୁ କେବଳ ପାଠ ପଢାରେ ମନ ଦେ। ସତରେ ଭାଉଜ, ତୁମେ ବହୁତ ଭଲ। ଦେଖିବ ଭାଉଜ, ମୁଁ ପାଠ ପଢି ଏକ ପୋଲିସ ଅଫିସର ହେବି ଆଉ ତୁମର ସବୁ ଦୁଃଖ ଦୂର କରିଦେବି। ଏମିତି ସମୟ ବିତି ଚାଲିଲା। ରିନୁ ସିଙ୍ଗଡ଼ା ତିଆରି କରି ବିକ୍ରି କରୁଥିଲା। ରିନୁର ହାତ ତିଆରି ସିଙ୍ଗଡ଼ା ସମସ୍ତଙ୍କୁ ଭାରି ଭଲ ଲାଗୁଥିଲା। ସମସ୍ତେ ତା ପାଖରୁ ହିଁ ସିଙ୍ଗଡ଼ା ଖାଉଥିଲେ। ରିନୁର ଭଲ ଟଙ୍କା ରୋଜଗାର ହେଉଥିଲା। ରିନୁ ଘର ଚଳେଇବା ସହ ମୁନିର ପାଠପଢା ଖର୍ଚ୍ଚ ବି ଉଠାଉଥିଲା। ଆରେ ବା, ଆଜି ମୋର ଭଲ ଟଙ୍କା ରୋଜଗାର ହେଲା। ଏବେ ମୁଁ ଏସବୁ ଟଙ୍କାକୁ 3 ଭାଗ କରିଦିଏ। ଏବେ ମୋର 2 ଝିଅ ଛୋଟ ଅଛନ୍ତି, ତାଙ୍କ ପଛରେ ବେଶୀ ଖର୍ଚ୍ଚ ହେବନି। ମୁଁ 1 ଭାଗ ଟଙ୍କା ମୋ ଘର ଖର୍ଚ୍ଚ ପାଇଁ ରଖିଦିଏ, ଆଉ 1 ଭାଗ ଟଙ୍କା ମୁନିର ପାଠପଢାରେ ଖର୍ଚ୍ଚ ହେବ। ଆଉ ଯାହା ବଳିଲା ମୁଁ ମୁନିର ବାହାଘର ପାଇଁ କିଛି କିଛି ଜମା କରିଦିଏ, ପଛରେ ତା କାମରେ ଆସିଯିବ। ପିଉସୀ, ପିଉସୀ, ମା କେତେବେଳେ ଆସିବେ? ଆଉ କିଛି ସମୟ ଅପେକ୍ଷା କର, ତମ ମା ଆସିଯିବେ। ଆରେ ଏଇ ତ ତମ ମା ଆସିଗଲେ। ମା, ମା ଆସିଗଲ? ଆମେ କେତେବେଳୁ ତୁମକୁ ଅପେକ୍ଷା କରିଥିଲୁ। ଆରେ ମା, ଫେରୁ ଫେରୁ ମିଟୁ ଭାଇଙ୍କ ସହ ଟିକେ ଦେଖା ହେଇଗଲା। ତାଙ୍କ ସହ କଥା ହଉ ଡେରି ହେଇଗଲା। ମୁଁ ଆଜି ତମମାନଙ୍କ ପାଇଁ ବାହାରୁ ଖାଇବା ଆଣିଦେଇଛି, ଚାଲ ସମସ୍ତେ ମିଶି ଖାଇବା। ତାପରେ ସେମାନେ ଖାଇବା ଖାଇଲେ। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ, ଆରେ ସାଙ୍ଗ, କାଲି ମୋ ବାହାଘର, ତୁ ମୋ ବାହାଘରରେ ନିଶ୍ଚୟ ଆସିବୁ। ହଁ ହଁ, ମୋ ସାଙ୍ଗ ବାହାଘର ଆଉ ମୁଁ ଆସିବିନି? ମୁଁ ନିଶ୍ଚୟ ଆସିବି। ଆଚ୍ଛା ସାଙ୍ଗ, ତୁ କେବେ ବାହା ହେବୁ? ମୁଁ ଏବେ ଏ ବିଷୟରେ କିଛି ବି ଚିନ୍ତା କରିନି। ଆଗ ମୁଁ ପାଠ ପଢି ପୋଲିସ ଅଫିସର ହେବି, ତାପରେ ଯାଇ ମୁଁ ବାହାଘର କଥା ଚିନ୍ତା କରିବି। ତୁ ଯୋଉ ଏତେ ସାରା ସ୍ୱପ୍ନ ଦେଖୁଛୁ, ତୋର ଏଇ ସ୍ୱପ୍ନ କଣ ପୁରା ହେବ? ହଁ, କାହିଁକି ପୁରା ହେବନି? ମୋ ଭାଉଜ କହିଛନ୍ତି ମୋ ସ୍ୱପ୍ନ ପୁରା କରିବାରେ ସେ ମତେ ସାହାଯ୍ୟ କରିବେ। ମୁଁ ଯଦି ଭଲ ପାଠ ପଢିବି ଆଉ ମୋ ଭାଉଜ ମୋ ପାଖରେ ଥିଲେ, ମୁଁ ନିଶ୍ଚୟ ମୋ ସ୍ୱପ୍ନ ପୁରା କରିପାରିବି। ହେଲେ ମୁନି, ତୁ ଯୋଉ ତୋ ଭାଉଜ କଥା କହୁଛୁ, ସେ କିନ୍ତୁ ତ ନିଜ ଭଉଣୀ ନୁହଁ, ବୁଝିଲୁ? ଆଜି ସିନା ସେ ତୋ ସହ ଭଲ ବ୍ୟବହାର କରୁଛନ୍ତି ବୋଲି ତୁ ତାଙ୍କୁ ଭଲ ଭାବୁଛୁ। ଜାଣିଛୁ ମୁନି, କାଲି ମୋ ବାପା କହୁଥିଲେ ମୋ ବାପା ତ ଭାଉଜଙ୍କୁ କିଛି ଟଙ୍କା ଧାର ମାଗୁଥିଲେ, ହେଲେ ସେ ଦେଲେ ନାହିଁ। ପ୍ରତ୍ୟେକ ଦିନ ତ ଭାଉଜ କିଛି କିଛି ଟଙ୍କା ଜମା କରି ରଖୁଛନ୍ତି। ମତେ ତ ଲାଗୁଛି ସେସବୁ ସେ ନିଜ ପାଇଁ ହିଁ ଜମା କରି ରଖୁଛନ୍ତି। ତାଙ୍କର 2 ଝିଅ ଅଛନ୍ତି। ଭବିଷ୍ୟତରେ ସେ ନିଜ 2 ଝିଅଙ୍କୁ ହିଁ ଦେଖିବେ, ତତେ ଜମା ବି ପଚାରିବେନି। ଦିନେ ଦିନେ ତୁ ଏକଥା ବୁଝିପାରିବୁ। ମୋ କଥା ଟିକେ ଭଲ କି ଭାବି ଦେଖେ। ସାଙ୍ଗର ଏପରି କଥା ଶୁଣି ମୁନି ଚିନ୍ତାରେ ପଡିଗଲା। ସେ କଣ କରିବ ଭାବି ଭାବି ଘରକୁ ଫେରିଲା। ଭାଉଜ, ଆଉ କିଛି ଦିନ ପରେ ମୋ ପରୀକ୍ଷା। ସାର୍ ପରୀକ୍ଷା ଫି ଜମା କରିବାକୁ କହିଛନ୍ତି। ଆରେ ମୁନି, ଆଜି ମୋ 2 ଝିଅଙ୍କର ନାଁ ସ୍କୁଲରେ ଲେଖିଦେଇଛି। ତାଙ୍କ ବହି ଖାତା କିଣିବାରେ ହିଁ ସବୁ ଟଙ୍କା ସରିଗଲା। ତୁ ଚିନ୍ତା କରନି ଭଉଣୀ, ମୁଁ କାଲି ସୁଦ୍ଧା ଟଙ୍କା ଯୋଗାଡ଼ କରି ତୋ ପରୀକ୍ଷା ଫି ଜମା କରିଦେବି। ଭାଉଜ, ତୁମେ ବହୁତ ବଦଳି ଯାଇଛ। ତୁମେ କହିଥିଲ ମତେ ପାଠ ପଢାରେ ସାହାଯ୍ୟ କରିବ, ହେଲେ ଏବେ ତୁମେ କେବଳ ନିଜ କଥା ହିଁ ଚିନ୍ତା କରୁଛ। ରିନୁକୁ ଆଉ କିଛି କଥା କହିବାର ସୁଯୋଗ ନ ଦେଇ ମୁନି ରାଗି ଘର ଭିତରକୁ ଚାଲିଗଲା। ସେ ତା ଭାଉଜ ପାଖରୁ ସବୁ କିଛି କେମିତି ନେବ ତାର ଉପାୟ ଚିନ୍ତା କଲା। ପରଦିନ ସକାଳେ, ଭାଉଜ, କାଲିର ବ୍ୟବହାର ପାଇଁ ମତେ କ୍ଷମା କରିଦିଅ। ମୁଁ ତମ ସହ ଏମିତି ବ୍ୟବହାର କରିବାର ନଥିଲା। ଆରେ ମୁନି, ମୁଁ ତତେ କେବେ ବି ପର ଭାବିନି। ମୁଁ ସବୁବେଳେ ତତେ ମୋ ନିଜ ଭଉଣୀ ପରି ଭାବେ। ମୁଁ ତୋର କୌଣସି କଥାକୁ ରାଗ କରିନି। ଭାଉଜ, ମୁଁ ଯୋଉ ପରୀକ୍ଷା କଥା କହିଥିଲି, ସେ ପରୀକ୍ଷା ଦେବାକୁ ହେଲେ ମତେ ତ ମୋ ସିଗ୍ନେଚର ଦରକାର ହେବ। ସାରେ ଫର୍ମ ଦେଇଛନ୍ତି। ସେ କହିଥିଲେ ବଡ଼ ମାନଙ୍କର ସିଗ୍ନେଚର ଆଣିବା ପାଇଁ। ଏଇ ଘରେ ତ ତୁମେ ହିଁ ବଡ଼। ନିଅ ଭାଉଜ, ଏଥିରେ ସିଗ୍ନେଚର କରିଦିଅ। ତୁମେ ସାଇନ୍ ନ କଲେ ମୁଁ ପରୀକ୍ଷା ଦେଇ ପାରିବିନି। ହେଲେ ମୁନି, ମୁଁ ତ ପାଠ ପଢିନି। ସେଇ ତୁ ଯୋଉ କହିଲୁ ସିଗ୍ନେଚର, ସେଇଟା କେମିତି କରିବି? ଚିନ୍ତା କରନି ଭାଉଜ, ତୁମେ ଟିପ ଚିହ୍ନ ଦେଲେ ବି ଚଳିବ। ନିଅ, ଏଠି ଟିପ ଚିହ୍ନ ଦେଇଦିଅ। ମା, ମା, ପାଖ ଜଙ୍ଗଲରେ ନା ମେଳା ପଡିଛି, ଚାଲ ନା ମା, ଆଜି ଆମେ ମେଳା ବୁଲିବାକୁ ଯିବା।
ମୁନି ତୁ ଘରେ ରହି ପାଠ ପଢୁଥା, ମୁଁ ଏ ଦୁଇ ଝିଅଙ୍କୁ ମେଳା ବୁଲେଇକି ଆଣୁଛି। ତାପରେ ରିନୁ ତାର ଦୁଇ ଝିଅଙ୍କୁ ନେଇ ମେଳା ବୁଲିବାକୁ ଚାଲିଗଲା। ଏସବୁ ଦେଖି ମୁନି ମନେ ମନେ ଖୁବ୍ ହସିଲା। ସେମାନେ ମେଳାରେ କିଛି ସମୟ ବୁଲିଛନ୍ତି କି ନାହିଁ, ହଠାତ୍ ଆକାଶ ଅନ୍ଧାର ହେଇଗଲା। ଆରେ କଣ ଆକାଶ ଅନ୍ଧାର ହେଇଗଲାଣି, କେତେବେଳେ ବି ବର୍ଷା ଆସିପାରେ। ଚାଲ ପିଲାମାନେ ଶୀଘ୍ର ଘରକୁ ଫେରିଯିବା। ମୁନି ମୁନି କବାଟ ଖୋଲ, ଆମେ ଆସିଗଲୁ। କିଏ ତମେ ମାନେ? ବାହାରେ ଏମିତି ଚିତ୍କାର କାହିଁକି କରୁଛ? ଚାଲିଯାଅ ଏଠୁ। ମୁନି ମୁଁ ତ ଭାଉଜ, ତୁ କଣ ମତେ ଚିହ୍ନି ପାରୁନୁ? ନା ମୋର କେହି ଭାଉଜ ନାହିଁ, ମୋ ଭାଇ ଯିବା ପରେ ମୋର ଦୁନିଆରେ କେହି ନାହାନ୍ତି। ଯାଅ ଶୀଘ୍ର ଏଠୁ ଚାଲିଯାଅ। ମୁନି ତୁ ବେଶୀ କଥା କହୁଛୁ, ଏଇ ଘର ମୋ ସ୍ୱାମୀଙ୍କର, ଏଇ ଘରେ ମୋର ବି ଅଧିକାର ଅଛି। ଅଧିକାର ଥିଲା ହେଲେ ଏବେ ନାହିଁ। ଏଇ ଦେଖ ତୁମେ ନିଜେ ହିଁ ସବୁ କିଛି ମନାରେ କରିଦେଇଛ। ହେଲେ ମୁଁ ତ ତୋ ପରୀକ୍ଷା ଖାତାରେ ଟିପ ଚିହ୍ନ ଦେଇଥିଲି, ତାହେଲେ ଏସବୁ? ତୁମେ କଣ ଏକା ଚାଲାକ? ମତେ କଣ ବୋକା ଭାବୁଥିଲ? ମୋ ଭାଇଙ୍କର ସମ୍ପତ୍ତିକୁ ଏକା ହିଁ ଭୋଗ କରିବାକୁ ଚାହୁଁଥିଲ ନାହିଁ? ମୁଁ ତୁମର ଚାଲାକି ଜାଣିଗଲି। ନିଜ ଦୁଇ ଝିଅଙ୍କୁ ସବୁ କିଛି ଦେଇ ମତେ ଏଇ ଘରୁ ବାହାର କରିବାକୁ ଚାହୁଁଥିଲ, ହେଲେ ସେଦିନ ଆସିବା ଆଗରୁ ମୁଁ ସବୁ କିଛି ନିଜ ନାଁରେ ହିଁ କରିଦେଇଛି। ଏବେ ନିଜ ଦୁଇ ଛୁଆଙ୍କୁ ଧରି ଏଠୁ ବାହାରି ଯାଅ। छी ମୁନି, ତୁ ମତେ ଏତେ ଲୋଭୀ ଭାବୁଥିଲୁ? ମୋ ଦୁଇ ଝିଅଙ୍କ ଅପେକ୍ଷା ମୁଁ ତୋ କଥା ବେଶୀ ଚିନ୍ତା କରି ତୋ ବାହାଘର ପାଇଁ ମୁଁ କିଛି କିଛି ଟଙ୍କା ଜମା କରି ରଖିଛି। ତୁ ମତେ ଭୁଲ ବୁଝନି ଭଉଣୀ, ମୁଁ ଯାହା ବି କିଛି କରିଛି ତମ ତିନି ଜଣଙ୍କ ପାଇଁ ହିଁ କରିଛି, ମୁଁ ନିଜ ପାଇଁ କେବେ କିଛି କରିନି। ଥାଉ ଥାଉ, ଆଉ ଏତେ ଭଲ ଦେଖି ହୁଅନି। ମୁଁ ଜାଣେ ତୁମେ କେମିତିକା। ମୁଁ କହିଲି ନା ଏଠି ତୁମର ଜାଗା ନାହିଁ, ଚାଲିଯାଅ ଏଠୁ। ଏମିତି କହି ମୁନି କବାଟ ବନ୍ଦ କରିଦେଲା। ସେପଟେ ଝଡ଼ ବର୍ଷା ବି ଆରମ୍ଭ ହେଇଗଲା। ରିନୁ ତାର ଦୁଇ ଛୁଆଙ୍କୁ ନେଇ ଆଶ୍ରୟ ନେବା ପାଇଁ ଜାଗା ଖୋଜୁଥିଲା। ବର୍ଷା ଏତେ ଜୋରରେ ହେଉଥିଲା ଯେ ବନ୍ୟା ଚାଲି ଆସିଲା। ତିନି ମା ଛୁଆ ସେଇ ବନ୍ୟା ପାଣିରେ ଭାସି ଭାସି ଯାଉଥିଲେ। ହଠାତ୍ ସେହି ସମୟରେ ଏକ ଜଳପରୀର ନଜର ତାଙ୍କ ଉପରେ ପଡ଼ିଲା। ସେ ଚଢ଼େଇମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ପଦ୍ମଘର ପ୍ରକଟ କଲା, ଆଉ ତିନି ଚଢ଼େଇଙ୍କୁ ପାଣିରୁ ବାହାର କଲା। ବହୁତ ବହୁତ ଧନ୍ୟବାଦ ତୁମକୁ, ତୁମ ପାଇଁ ଆଜି ଆମ ଜୀବନ ବଞ୍ଚିଗଲା। ଆରେ ଚଢ଼େଇ, ଏଇ ବର୍ଷା ସମୟରେ ତୁ ଘରେ ନ ରହି ବାହାରକୁ କାହିଁକି ଆସିଥିଲୁ? ଚଢ଼େଇ ଜଳପରୀକୁ ସବୁ ଘଟଣା କହିଲା। ଚଢ଼େଇ ତୁ ଚିନ୍ତା କରନି, ଆଜିଠୁ ଏ ପଦ୍ମଘରେ ତମେ ତିନି ଜଣ ରହିବ। ଏଇ ଘରେ ତମେ ସବୁ ସୁବିଧା ପାଇବ। ଏକ ସୁରକ୍ଷିତ ଜାଗାରେ ଏଇ ପଦ୍ମଘର ତମମାନଙ୍କୁ ପହଞ୍ଚେଇ ଦେବ। ଯିଏ ବି ଦୋଷ ଅନ୍ୟାୟ କରିଛି ସେ ଦିନେ ଦିନେ ଶାସ୍ତି ପାଇବ। ଏମିତି କହି ଜଳପରୀ ସେଠାରୁ ଚାଲିଗଲା। ପଦ୍ମଘର ଚଢ଼େଇମାନଙ୍କୁ ନେଇ ଏକ ସୁରକ୍ଷିତ ଜାଗାକୁ ଗଲା। ସେପଟେ ଝଡ଼ ବର୍ଷା ହେବା ଯୋଗୁଁ ଅନେକ ଚଢ଼େଇଙ୍କ ଘର ଭାଙ୍ଗିଗଲା। ମୁନି ଯେଉଁ ଘର ପାଇଁ ତା ଭାଉଜ ସହ ବିଶ୍ୱାସଘାତ କରିଥିଲା, ସେଇ ଘର ଭାଙ୍ଗି ପାଣିରେ ଭାସିଗଲା। ଘର ସହ ମୁନି ବି ସେଇ ପାଣିରେ ଭାସିଗଲା। ମା କୁନି, ମୁଁ ତ ସ୍କୁଲ ବ୍ୟାଗ ରେଡି କରିଦେଇଛି, ଏଇ ନେ। ଠିକ ଅଛି ମା, ମୁଁ ଏବେ ସ୍କୁଲ ଯାଉଛି। ଏମିତି କହି କୁନି ତା ସାଙ୍ଗ ମିନି ପାଖକୁ ଗଲା। ମିନି, ମିନି, ମୁଁ ଆସିଗଲି। ଶୀଘ୍ର ଆସି ସ୍କୁଲକୁ ଯିବା, ସ୍କୁଲ ସମୟ ହେଇଗଲାଣି। ଆମେ ପୁଣି ରୁଚି ଘରକୁ ବି ଯିବା। ହଁ କୁନି, ମୁଁ ଆସିଗଲି, ଚାଲେ ବି ଯିବା। ଏମିତି କଥା ହେଇ ସେ ଦୁଇ ସାଙ୍ଗ ରୁଚି ଘରକୁ ଗଲେ। ତାପରେ ସେମାନେ ସ୍କୁଲକୁ ବାହାରି ଗଲେ। ରାସ୍ତାରେ ଦୁଇ କାଉ ତାଙ୍କୁ ଦେଖୁଥିଲେ। ଏଇ ଦେଖ, ସେପଟେ କିଛି ଚଢ଼େଇ ଛୁଆ ସ୍କୁଲ ଯାଉଛନ୍ତି। ଚାଲ ଚାଲ ଏମାନଙ୍କୁ ବୋକା ବନେଇ ତାଙ୍କ ଟିଫିନ ଚୋରି କରି ନେଇ ଆସିବା। ହଁ ହଁ, ଚାଲ ଚାଲ ଶୀଘ୍ର ତାଙ୍କ ପାଖକୁ ଯିବା, ନହେଲେ ସେମାନେ ସ୍କୁଲ ପଳେଇବେ। ଆରେ ଛୁଆମାନେ ରୁହ ରୁହ, ଗୋଟେ କଥା ଅଛି, ରୁହ କହୁଛି। ତମର ଏଇ ଡାକ ଛୁଆମାନେ ଶୁଣିପାରିବେନି। ଦେଖ ମୁଁ କେମିତି ଡାକୁଛି। ମା କୁନି, ମିନି, ଶୁଣ, ମୁଁ ତମକୁ ଏକ ମଜାର କଥା କହିବି। ଟିକେ ରୁହ, ମୋ କଥା ଶୁଣିଯାଅ। କାଉ ଆଣ୍ଟି ଆମକୁ କଣ ମଜା କଥା କହିବେ? ଚାଲ ଚାଲ ତାଙ୍କ କଥା ଶୁଣିବା। କଣ ମଜା କଥା କହିବ କାଉ ଆଣ୍ଟି? ଆମେ ତୁମ ମଜା କଥା ଶୁଣିବା ପାଇଁ ହିଁ ଅଟକି ଗଲୁ। ଆରେ ଶୁଣ, ମୁଁ ଛୁଆଙ୍କୁ କଥାରେ ଅଟକେଇ ରଖୁଛି। ତୁମେ ଯାଅ, ପଛପଟୁ ତାଙ୍କ ବ୍ୟାଗରୁ ସବୁ ଟିଫିନ ବକ୍ସ କାଢି ଲୁଚେଇ ଦେବ। ହଁ କୁନି, ଆଜି ସନ୍ଧ୍ୟା ବେଳେ ପାଖ ଜଙ୍ଗଲରେ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଯିଏ ବି ଗୀତ ପ୍ରତିଯୋଗିତାରେ ଜିତିବ ତାକୁ ବହୁତ ଦାମୀ ପୁରସ୍କାର ମିଳିବ।
ତମେ ମାନେ କ'ଣ ସେ ଗୀତ ପ୍ରତିଯୋଗିତାରେ ଭାଗ ନେବ? ହଁ ହଁ କାଉ ଆଣ୍ଟି, ଆମେ ସେ ଗୀତ ପ୍ରତିଯୋଗିତାରେ ଭାଗ ନେବୁ। ଆମେ ଆଜି ସନ୍ଧ୍ୟାରେ ତୁମ ଘରକୁ ଯିବୁ। ତୁମେ ଆମକୁ ସେ ପ୍ରତିଯୋଗିତାକୁ ନେଇଯିବ। ତେବେ ଠିକ୍ ଅଛି ପିଲାମାନେ, ଆମେ ଆଜି ସନ୍ଧ୍ୟାରେ ପାଖ ଜଙ୍ଗଲକୁ ଯିବା। ହେଲେ ତା ପୂର୍ବରୁ ମତେ ଏକ ଗୀତ ଗାଇକି ଶୁଣାଅ। ମୁଁ ବି ତ ଦେଖେ ତମେ ମାନେ କେମିତି ଗୀତ ଗାଉଛ। କାଉ ଆଣ୍ଟି, ମୁଁ ବହୁତ ଭଲ ଗୀତ ଗାଇପାରେ, ଏଇ ଶୁଣ। ତାପରେ ସେ ତିନି ଛୁଆ ଗୀତ ଗାଇ କାଉକୁ ଶୁଣିଲେ। ସେଇ ସୁଯୋଗରେ କାଉ ତାଙ୍କର ଟିଫିନ ସବୁ ଚୋରି କରି ନେଇଗଲା। ବାବା, ତମେ ମାନେ ତ ବଢିଆ ଗୀତ ଗାଉଛ। ହଉ ପିଲାମାନେ, ତମେ ମାନେ ଏବେ ସ୍କୁଲକୁ ଯାଅ। ଆମେ ଯେତେବେଳେ ସେଠାକୁ ଯିବା ସେଠି ଷ୍ଟେଜରେ ଗୀତ ଗାଇବ। ତାପରେ ସବୁ ଛୁଆ ସ୍କୁଲକୁ ଚାଲିଗଲେ। ଦୁଇ କାଉ ପେଟ ପୁରା ଖାଇବା ଖାଇଲେ। ଦେଖିଲ, ମୋ ବୁଦ୍ଧି ପାଇଁ ଆମେ କେମିତି ପେଟ ପୁରା ଖାଇବା ଖାଇପାରିଲେ। ଏମିତି ଯଦି ପ୍ରତିଦିନ ଆମେ ଛୋଟ ଛୋଟ ସ୍କୁଲ ଛୁଆଙ୍କୁ ବୋକା ବନି ତାଙ୍କ ଟିଫିନ ଖାଇପାରନ୍ତେ ନା, ଆମକୁ ଆଉ ପରିଶ୍ରମ କରି ଖାଇବା ଖୋଜିବାକୁ ପଡନ୍ତାନି। ହଁ, ତୁ ଠିକ୍ କହିଛୁ। ଏବେ ପ୍ରତ୍ୟେକ ଦିନ ଆମେ ରାସ୍ତାରେ ଜଗିଥିବା। ଛୁଆମାନେ ଯେତେବେଳେ ସ୍କୁଲକୁ ଯାଉଥିବେ ତାଙ୍କୁ ବୋକା ବନେଇ ତାଙ୍କ ଟିଫିନ ଚୋରି କରି ନେବା। ମୋ ବ୍ୟାଗରେ ଟିଫିନ ବକ୍ସ ନାହିଁ। ମା ବୋଧେ ଟିଫିନ ବକ୍ସ ଦେବାକୁ ଭୁଲି ଯାଇଥିବେ। ଆଜି ମୁଁ କ'ଣ ଖାଇବି? ତୁ ଚିନ୍ତା କରନି, ମୋ ମା ଟିଫିନ ବକ୍ସ ଦେଇଛନ୍ତି। ରହ, ମୁଁ ଏବେ ବାହାର କରୁଛି। ଆମେ ଦୁଇ ଜଣ ମିଶି ଖାଇବା। ମୋ ବ୍ୟାଗରେ ତ ଟିଫିନ ବକ୍ସ ନାହିଁ। ଲାଗୁଛି ମୋ ମା ବି ମତେ ଆଜି ଟିଫିନ ବକ୍ସ ଦେଇନାହାନ୍ତି। ଆରେ ସାଙ୍ଗମାନେ, ଜାଣିଛ ମୋ ଟିଫିନ ବକ୍ସ ଚୋରି ହେଇଯାଇଛି। ମୁଁ ସମସ୍ତଙ୍କ ବ୍ୟାଗ ଚେକ୍ କଲି, ହେଲେ କାହା ପାଖରେ ବି ମୋ ଟିଫିନ ବକ୍ସ ନଥିଲା। ଆଜି ତମେ ମାନେ ନିଜ ଟିଫିନରୁ ମତେ କିଛି ଖାଇବା ଦେଇଥାଅ। ମୁଁ ଯଦି ଖାଇବା ନ ଖାଇବି ମୋ ମୁଣ୍ଡ ବୁଲେଇଦେବ। ଆରେ, ତୋ ଟିଫିନ ବକ୍ସ ଚୋରି ହେଇନଥିବ। ତୁ ଆଜି ଘରୁ ଟିଫିନ ବକ୍ସ ଆଣି ନଥିବୁ। ଆଜି ଆମ ଦୁଇ ଜଣଙ୍କ ମା ବି ଟିଫିନ ବକ୍ସ ଦେଇନାହାନ୍ତି। ସ୍କୁଲ ଛୁଟି ପରେ ଆମେ ଶୀଘ୍ର ଘରକୁ ଯାଇ କିଛି ଖାଇନେବା। ଏମିତି ସେ ଦିନ ବିତିଗଲା। ସନ୍ଧ୍ୟାରେ ସବୁ ଛୁଆ ଘରକୁ ଫେରିଲେ। ମା, ଭାରି ଭୋକ ଲାଗିଲାଣି, କିଛି ଖାଇବାକୁ ଦିଅ। ଆଜି ତୁମେ କ'ଣ ପାଇଁ ମତେ ଟିଫିନ ବକ୍ସ ଦେଇନଥିଲ? ଦିନ ସାରା ମୁଁ ଆଜି ଉପାସରେ ରହିଲି। ଏ କ'ଣ କହୁଛୁ ରେ ମା? ମୁଁ ତତେ ଆଜି ଟିଫିନ ଦେଇଥିଲି। କ'ଣ ହେଲା ମା? ତୁମେ ଟିଫିନ ବକ୍ସ ଦେଇଥିଲ, ହେଲେ ମୋ ବ୍ୟାଗରେ ତ ନଥିଲା। ତାହେଲେ କ'ଣ ମୋ ଟିଫିନ ବକ୍ସ ଚୋରି ହେଇଗଲା? ହଁ, ନିଶ୍ଚୟ ସ୍କୁଲରେ ତ ଟିଫିନ ଚୋରି ହେଇଯାଇଥିବ। ତୁ କାଲି ସ୍କୁଲକୁ ଗଲେ ତୋ କ୍ଲାସ ଟିଚରଙ୍କୁ ଏକଥା କହିଦେବୁ। ଚାଲେ, ମୁଁ ତତେ ଏବେ ଖାଇବା ବାଢି ଦେବି, ତୁ ଖାଇବୁ। ମା, ଗୋଟେ କଥା କହିବାକୁ ତ ମୁଁ ଭୁଲି ଯାଇଥିଲି। ପାଖ ଜଙ୍ଗଲରେ ନା ଗୀତ ପ୍ରତିଯୋଗିତା ହେଉଛି। କାଉ ଆଣ୍ଟି ମୋର ଆଉ ମୋ ସାଙ୍ଗମାନଙ୍କର ନାଁ ଲେଖି ଦେଇଛନ୍ତି। ଆମେ ଆଜି ତାଙ୍କ ସାଙ୍ଗରେ ସେଠାକୁ ଯାଇ ଗୀତ ପ୍ରତିଯୋଗିତାରେ ଭାଗ ନେବୁ। ଯିଏ ଜିତିବ ତାକୁ ବହୁତ ଭଲ ପୁରସ୍କାର ମିଳିବ। ଆଚ୍ଛା ଠିକ୍ ଅଛି, ତୁ ଯା, ଭଲ ଗୀତ ଗାଇବୁ। କାଉ ଆଣ୍ଟି, ଆମେ ଆସିଗଲୁ। ଚାଲ ଏବେ ପାଖ ଜଙ୍ଗଲକୁ ଯିବା। ହେଇରେ, ଏମାନେ ତ ଆସିଗଲେ। ମୁଁ ଏ ଛୁଆଙ୍କ କଥା ପୁରାପୁରି ଭୁଲି ଯାଇଥିଲି। କିଛି ଗୋଟେ ବାହାନା କରି ମୁଁ ଏମାନଙ୍କୁ ଏଠୁ ବିଦା କରି। ଆରେ ପିଲାମାନେ, ତମେ ମାନେ ଆସିଗଲ। କୌଣସି ଏକ କାରଣରୁ ଗୀତ ପ୍ରତିଯୋଗିତାକୁ ବାତିଲ କରାଯାଇଛି। ଆର ମାସ ପୁଣି ଥରେ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେତେବେଳେ ମୁଁ ତମମାନଙ୍କୁ ନେଇଯିବି। କ'ଣ ହେଲା? ଆମେ ଗୀତ ପ୍ରତିଯୋଗିତାରେ ଭାଗ ନେଇ ପାରିବୁନି? ଆମେ କେତେ ଆଶାରେ ଆସିଥିଲୁ। ଆଚ୍ଛା ହଉ କାଉ ଆଣ୍ଟି, ଆମେ ବି ଯାଉଛୁ। ଆସନ୍ତା ମାସ ଗୀତ ପ୍ରତିଯୋଗିତା ହେଲେ ଆମକୁ ନେଇଯିବ। ତାପରେ ସବୁ ଛୁଆ ନିଜ ନିଜ ଘରକୁ ଫେରିଗଲେ। ପରଦିନ ସକାଳେ, ମା କୁନି, ମୁଁ ଆଜି ତ ଟିଫିନରେ ଖିଚୁଡ଼ି ଦେଇଛି। ଟିଫିନକୁ ଭଲ ଭାବରେ ରଖିବୁ, ଯେମିତି ଆଜି ତ ଟିଫିନ କେହି ଚୋରି କରିପାରିବେନି। ଠିକ୍ ଅଛି ମା, ଆଜି ମୁଁ ମୋ ସ୍କୁଲ ବ୍ୟାଗ ଛାଡି ବାହାରକୁ ଖେଳିବା ପାଇଁ ଯିବିନି। ତାପରେ ସେ ତିନି ସାଙ୍ଗ ସ୍କୁଲକୁ ଯିବା ପାଇଁ ବାହାରିଗଲେ। ରାସ୍ତାରେ ଦୁଇ କାଉଙ୍କ ସହ ତାଙ୍କର ଦେଖା ହେଲା। ଆରେ ପିଲାମାନେ, ତମେ ମାନେ ଆଜି ସ୍କୁଲକୁ ଯାଉଛ? ଆଜି କେହି ବି ସ୍କୁଲକୁ ଯାଉନାହାନ୍ତି। ନଦୀ ପାଖରେ ଏକ ମେଳା ପଡିଛି। ସମସ୍ତେ ସେ ମେଳା ଦେଖିବାକୁ ଯାଇଛନ୍ତି। ତମେ ମାନେ ବି ସେ ମେଳା ଦେଖିବାକୁ ଯାଅ। ସତରେ କାଉ ଆଣ୍ଟି, ନଦୀ ପାଖରେ ମେଳା ପଡିଛି? ଆମେ ଏ କଥା ଜାଣିନଥିଲୁ। ଆଚ୍ଛା, ଆମେ ଏବେ ନଦୀ ପାଖକୁ ଯାଉଛୁ। ଶୁଣ, ତମେ ମାନେ ତ ମେଳା ଯାଉଛ, ତମ ସ୍କୁଲ ବ୍ୟାଗ ଏ ବୁଦା ମୂଳରେ ଲୁଚେଇ ରଖିଦିଅ। ନହେଲେ ସେଠି ତମ ସ୍କୁଲ ବ୍ୟାଗ ଚୋରି ହେଇଯାଇପାରେ। ହଁ କାଉ ଆଣ୍ଟି,
ठीक कथा कहिच। आमे बुदामूल 3 जणक बैग रखी दे जाउछु। फेरिला परे आमे स्कूल बैग नै जिबु। काली पिला गुडाको बोका बनी खाइबा खाइथिले, आज भी खाइबा मिली गला। सुन, आज टिफिन बॉक्स नेबानी, खाइबा खाई सारी टिफिन बॉक्स तांको बैग रे ही रखी देबा। एमिति कथा ही से दुई काउ टिफिन बॉक्स रु खाइबा बाहर करी खाइले। दूररु मीनू चढ़ी सेमानकु देखुथिला। बदमाश काउ दल छोट छुआंकु ठकी तांको खाइबा खाउच। रुह, मु एबे ए कथा तांको मां को कहि देबी, से तम मानकु उचित शिक्षा देबो। रिनू, ए रिनू, घरे अछु? शीघ्र बाहर को आसे, तो पाखरे एक जरूरी कथा अछि। कौन हैला मीनू, कौन कथा कहिबू? तापरे मीनू रिनू को सब घटना कहिला। सबु सुनी तो रिनू भीषण रागी गला। बदमाश काउ दल मिछ कहि मो छुआंकर टिफिन खाउचंदी, सेमानको मु जमा भी छाड़ीबिनी। मु आग मो छुआंक पाखकु जाए। एमिति कहि मां चढ़ी ता छुआंक पाखकु गला। रिनू को देखी तो सब छुआ खूब डरी गले। मामा तुमे एठी? मु जाने रे मां, तू मते देखी भय करूचु। डरनी, मु तते जमा भी मारिबिनी। काउ मानक पाखरु सावधान करिया पई मु तम मानक पाखकु आसीची। माने कोन कहउछ माउसी? हमें तो किछि भी बुझी पारुनु। तापरे रिनू काउ मानकर सब मिछ कथा छुआ मानकु कहिला। ओ एइथि पई ताहले हमें नदी पाखरे जिते खोजिले भी मेळ पाउनु। से दुई काउ को पई हमें सब बेले उपास रे रहउछु। मां, से दुई काउ को उचित शिक्षा दियो। हां, मु काली ही सेमानकु उचित शास्ति देबी। एबे तमे माने आगो स्कूल को जाओ, नहले तमे माने पाठ पढ़ारे पछे जीवो। से 3 छुआ निज निज स्कूल बैग नहीं स्कूल को चली गले। एमिति से दिन बीती गला। पर दिन सकाळे आज से दुष्ट काउ माने उचित शिक्षा पाइबे। कुनी, मु तते जेमिति कहिची तू सेमिति करिबू। काउ आंटी, आमे आज नदी को गाधेया पे जीबू। तुमे एक कथा काहाकू कहिबनी। हां हां, मु काहाकू भी कहिबिनी। तमे दुई छुआ एठी निज स्कूल बैग लुचेई दे चली जाओ। हां, मु आज एमिति लुचेइबे जे केही खोजिले पाइबेनी। काली ना किए जणे हम टिफिन चोरी करी खाई देइतिला। ए जंगल को अनेक अचिना चढ़ी आसंती, से माने ही तम मानक टिफिन खाइथिबे। अरे मु तो भाबुतिली छुआ माने हमको संदेह करिबे, हेले माने तो किछि भी बुझी पारिलेनी। चल आज भी तांका टिफिन खाई देबा। पर जदी से माने पचारिबे आमे कहिबा एठी गोटे अचिना चढ़ी को तुम बैग पाखरे देखिथिलु, से ही तम मानक टिफिन खाइथिबो। एमिति कथा हे दुई काउ टिफिन खाइले। हठात तांको पेट फुलिबा आरंभ हैला, कारण मां चढ़ी से खाइबारे पेट फुलार औषध मिसी देइथिला। दुई काउंको पेट फुलिबा जोगु से माने आउ कुआडी भी जाई पारिलेनी, सेठी पड़ी रहिले। ए कौन आम पेट एमिति फुली गला केमिति? ए खाइबारे कौन मिसा जाइतिला? बंचाओ, हमको केही बंचाओ, हमें उड़ी पारुनु। तम मानक भली दुष्ट पक्षी को एमिति ही शास्ति दरकार। तमे दुई जण चोरी करी स्कूल छुआंको टिफिन खाउछ, ता सह छुआंको पाठ पढ़ारे भी क्षति करूछ। तम मानक उचित शिक्षा देबा पई मु ए काम करिछि। ए कष्ट पाइले जाई तमे माने जानिबो तमे माने केते बड़ भूल करिछ। ठीक कहिछु रिनू, ए मानकु एमिति ही शास्ति दरकार। आज तो बुद्धि पाई आमे दुष्ट काउ मानकु धरि पारिली। ना ना चढ़ी, आमर भूल हो गला। आमे आ दिने भी एमिति भूल करिबुनी। ए जंगल छाड़ी चली जीवो, दया करी हमको बंचा। दुई काउ जेते कहले भी अन्य माने तांका कथा न सुनी सेठारु चली गले। दुई काउ सेमिति पड़ी रहिथिले, सेमाने टिके भी हली पारु नथिले। किछि समय परे ही से दुई काउ मरी गले। गछरे घर करी काउ आउ तार स्त्री रहुथिले। पोखरी भितरे रहुथिला एक छोट बेंग। ओहो, ए बेंगटा पुणी रड़ी छाड़िबा आरंभ करदेला। यार शब्द रे मु शांति रे सोई पारुनी। अरे चंपा, कुआडे गलु? जा शीघ्र बेंगर पाटी को बंद करिबु। ए बेंगर शब्द रे मु भी शांति रे रही पारुनी। रोह, मु एबे ता कथा बुझुची। ए बदमाश बेंग, एते जोरी शब्द काहेकि करूचु? तो शब्द पई आमे शांति रे रही पारुनु। एथिरे खराब कोन कहिला? तमे पक्षी माने भी तो शब्द कर, मु भी सेमती मो शब्द बाहर करे। कोन कहिलु तू?
तो शब्द आउ आम पक्षीଙ୍କ शब्द भितरी राति दिनर फरक अछि। शुण मो कथा, आउ थरे जदि तोर ए बेसुरा कंठरे रड़ी छाड़िबु, मो हातरे थिबा ए ताबारे तते पिटी पिटी माटी रे पति देबी, बुझिलु? देख, मोर एथिरे किछि भी दोष नाही। मो चाहिले भी मो शब्द अटकी पारिबिनी। मते भगवान सेमिति बनैचंती, बुझिलो? कौन हैला? तू मो मुह ऊपर जवाब देउछु? रह, एबे तो रंग छड़ौची। ओ मते मारनी, मते आउ मारनी, भारी काटुची। दया करी मते छाड़ी दियो। आजि पाई छाड़ी देउची। आउ थरे जदि रड़ी छाड़िबु तते आहुरी कठिन शास्ति देबी। एमिति रागे काउर स्त्री घर को फेरी गला, हेले किछि लाभ हैला नाही। बेंग सेमिति शब्द बाहर करुथिला। ओहो, ए बेंगर शब्द रे रहिबा मुश्किल हेई गला। चंपा, मते मो हेडफोन दे। ए बेंगर शब्द सुनिबा अपेक्षा हेडफोन रे गीत सुनिबा बहुत भल। तापरे काऊ कानरे हेडफोन लगे गीत सुनिला, हेले बेंगर शब्द गीतठू भी अधिक सुना जाउथिला। एमिति देखि काऊ रागी गला, आउ बाहर को जाई किछि पत्थर आनी घरे जमा कला। चंपा, ए पत्थर सब घरे रखी था। एथर जेबे भी बेंग शब्द करिब ता ऊपर को ए पत्थर फिंगिबा। हाँ, तुमे ठीक कहिच। ए बेंग पाई शांति रे रही होउनी, एबे से पाइब मजा। तापरे बेंग जेमिति शब्द कला, काऊ आउ तार स्त्री मिसी ता ऊपर को पत्थर फिंगिले। गोटे पत्थर बेंगर मुंडरे बाजिबा जोगु से बेहोश पड़ीगला। आरे देख देख, पत्थर बाजिबा जोगु बेंग बेहोश गला। जा हो, एबे बेंगर शब्दरू टिके मुक्ति मिलिला। चलो एबे घर भीतर को। अरे को बेंगटा एमिति बेहोश पड़िछि काहेकि? मु ताको उठाए। एमिति कही चढ़ई बेंग को उठेला। बेंगर होश आसिला। आरे बेंग, तू एठी एमिति पड़िथिलु कोन पई? कोन हिची तोर? बेंग चढ़ई को सब घटना कहिला। अच्छा चढ़ई भौणी कहिलो, ए जंगल तो समस्तंकर। तमे माने जेमिति घर करी रहउछ, मु भी सेमिति रहउची। मु शब्द कले बादल माने वर्षा करंती, हेले दुई काउंक पई मु भल भाबरे मो शब्द बाहर करि पारुनी। मु जेते बेले भी शब्द करूची से माने मते मारुचंती। हाँ, तू ठीक कहिचु। ए जंगल समस्तंकर, एठी समस्तंकर समान अधिकार अछि। ए दुई काऊ तो सह किछि भी ठीक करू नाहंती। रह, मु एबे सेमानक पाखकु जाई कथा हेउची। सेमाने तते आउ हैरान करिबेनी। काऊ भाई, काऊ भौणी, तुमे दुई जण बेंग सह बहुत अन्याय करिच। बेंग आमर बहुत उपकार करे। बेंग शब्द करे बोली बादल माने आम जंगल रे वर्षा करंती। तमे ताकू आउ बाधा दियोनी, ताकू ता काम करिबाकू दियो। एई चढ़ी चाली आसिलु बेंगर ओकिलती करिबा पई। बेंग आम घर पाखरे शब्द करे। जदि तो घर पाखरे एमती शब्द करंता ना, ताहले तो तार कष्ट जानि थांतु। जदि से बेंग आउ थरे शब्द करे, आमे ताकू जीवनरु मारि देबु। तू भी एठू चली जा, नहले आमे तते भी मारि देबु। काऊ आउ तार स्त्री चढ़ई को अपमान देई घरु बाहर करिदेले। चढ़ई मन दुखरे बेंग पाखकू फेरी आसिला। आरे बेंग, मु काऊ मानकू बहुत बुझेली, हेले सेमाने बुझिलेनी। एबे केवल बादल राणी तते साहाय्य करि परिबे। दूर पर्वत उपरी बादल राणी रुहंती। तू तांको सब कथा कही साहाय्य मागे। तापरे बेंग बहुत कष्ट करी पर्वत ऊपर को गला, आउ बादल राणी को सब घटना कहिला। तू चिंता करनी, मु तते निश्चय साहाय्य करिबी। से दुई काऊ उचित शास्ति पाइबे। एबे तू घर को जा। तापरे बादल राणी एक बादल को सब किछि बुझेई काऊ मानक पाखକୁ पठेला। से बादल काऊ मानक घर को जाई तांको ऊपर वर्षा कला। अरे ए सब कौन हेउची? बाहर तो को जगह भी वर्षा हेउनी। आम घर ऊपर ही काहे वर्षा पड़ुची? कालीरु तमे किछि भी खाइबा आनी न, भारी भोक लागिलानी। जाओ ना किछि खाइबा नै आस। तापरे काऊ खाइबा आनिबा पई बाहर को गला। बादल भी वर्षा पकेई पकेई तार पछे पछे गला। एईटा कोन हेउची? मु जुआडी भी जाउची, वर्षा सेईटी पड़ुची। एबे घर को खाइबा केमिति नेबी? बहुत समय खोजिला परे
କାଉ ଅଳ୍ପ କିଛି ଖାଇବା ନେଇ ଘରକୁ ଫେରିଲା। 2 ଦିନ ବିତିଗଲା, ହେଲେ ବର୍ଷା ଛାଡ଼ିଲାନି। କାଉମାନଙ୍କ ଘର ଉପରେ ଲଗାତାର ବର୍ଷା ପଡ଼ୁଥିଲା। ଆରେ ଶୁଣୁଛ, ବର୍ଷା କେବେ ଛାଡ଼ିବ କୁହନା? ଘରେ ଆଉ ଖାଇବା ନାହିଁ। ବାହାରକୁ ବାହାରିଲେ ହିଁ ବର୍ଷା ଆମ ଉପରେ ପଡ଼ୁଛି। ଏବେ ଆମର କ'ଣ ହେବ? ଆମେ କ'ଣ ନ ଖାଇ ମରିଯିବା? ଆରେ କିଛି ତ କୁହ। କାଉ ସ୍ତ୍ରୀର କଥା ସରିଛି କି ନାହିଁ, ତାଙ୍କ ଘରର ଛାତ କଣା ହେଇ ଘର ଭିତରେ ପାଣି ପଡ଼ିଲା। ଦେଖୁ ଦେଖୁ କିଛି ସମୟରେ ହିଁ ତାଙ୍କ ଘର ଭାଙ୍ଗିଗଲା। 2 କାଉ ଆଶ୍ରୟ ଖୋଜିଲେ। ବାଦଲ ବି ବର୍ଷା ପକେଇ ପକେଇ ତାଙ୍କ ପଛେ ପଛେ ଯାଉଥିଲା। କିଛି ଦୂର ଗଲା ପରେ ସେମାନେ ଦେଖିଲେ ଏକ ଜାଗାରେ ଚଢ଼େଇ ଆଉ ବେଙ୍ଗ କଥା ହେଉଛନ୍ତି। 2 କାଉ ଶୀଘ୍ର ତାଙ୍କ ପାଖକୁ ଗଲେ। ବଞ୍ଚାଅ, ଆମକୁ ବଞ୍ଚାଅ, ଏ ବର୍ଷା ଆମ ପଛା ଛାଡୁନି, ଦୟାକରି ଆମକୁ ସାହାଯ୍ୟ କର। ଏଇଟା ତମ ଅନ୍ୟାୟର ଶାସ୍ତି। ତମେ ମାନେ ମୋ ସହ ବହୁତ ଖରାପ କରିଛ, ମତେ ଅନେକ ପିଟିଛ, ସେଥିପାଇଁ ବାଦଲ ରାଣୀ ତମ ମାନଙ୍କୁ ଏ ଶାସ୍ତି ଦେଇଛନ୍ତି। ଆମର ଭୁଲ ହେଇଗଲା ବେଙ୍ଗ, ଆମକୁ କ୍ଷମା କରିଦେ। ଆମେ ତତେ ଆଉ କେବେ ବି ବାଧା ଦେବୁନି। ତୋର ଯେତେ ଇଚ୍ଛା ତୁ ସେତେ ଶବ୍ଦ କରିବୁ। ଏଇ ଥରକ ଆମକୁ କ୍ଷମା କରିଦେ। ଏ ବର୍ଷାକୁ ଅଟକା। ଆମେ ଯଦି ଏମିତି ବର୍ଷାରେ ଭିଜିବୁ, ଆମ ଦେହ ଖରାପ ହେଇଯିବ, ଆମେ ମରିଯିବୁ। ତମେ ମାନେ ସତ କହୁଛ? ମତେ ଆଉ କଷ୍ଟ ଦେବନି? ଆଚ୍ଛା ଠିକ ଅଛି ବାଦଲ ସାଙ୍ଗ, ଏବେ ଏମାନଙ୍କୁ ଛାଡ଼ି ଦିଅ। ଏମାନେ ତାଙ୍କ ଭୁଲ ବୁଝି ସାରିଲେଣି। ଆଚ୍ଛା ହଉ, ଏଇ ଥରକ ତ ମୁଁ ତମମାନଙ୍କୁ ଛାଡ଼ି ଦଉଛି। ଆଉ ଥରେ ଯଦି ଏମିତି ଅନ୍ୟାୟ କରିବ, ବାଦଲ ରାଣୀ ତମମାନଙ୍କୁ କଠିନ ଶାସ୍ତି ଦେବେ। ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୁଣ ଦେଇଛନ୍ତି, ସେଥିପାଇଁ କାହାକୁ ବି ଅବହେଳା କରିବା ଠିକ ନୁହଁ। ବେଙ୍ଗ ଶବ୍ଦ କରେ ବୋଲି ଆମେ ଜାଣିପାରୁ କେତେବେଳେ ବର୍ଷା କରିବୁ। ଏମିତି କହି ସେ ବାଦଲ ସେଠାରୁ ଚାଲିଗଲା। କାଉମାନେ ବେଙ୍ଗ ସହ ଆଉ କେବେ ବି ଖରାପ ବ୍ୟବହାର କଲେ ନାହିଁ। ବେଙ୍ଗ ଖୁସି ମନରେ ଯେତେ ଇଚ୍ଛା ସେତେ ଶବ୍ଦ କରୁଥିଲା।